ସମସ୍ତଙ୍କର ଜଳାବଧ ଧନ ଗୋପଲକ୍ଷ୍ମୀ କରନ୍ତୁ। ଏ ବର୍ଷଟି ସମସ୍ତଙ୍କ ଶୁଭଙ୍କର ହଉ। ଏତିକି ପ୍ରଭୁଙ୍କ ପଦାର ବିନ୍ଦରେ ନିବେଦନ କରି ମୁଁ ରହୁଛି, ପ୍ରଭୁଙ୍କୁ ସବୁ ଜଣାଉଛି। ପ୍ରଭୁ ସୀତାରାମ ସୀତାରାମ, ସମସ୍ତଙ୍କୁ ପ୍ରଣାମ। 2025 ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହଉ। ଆପଣମାନଙ୍କ ସମସ୍ତଙ୍କର ଅଶେଷ କୃପାରୁ ସେଇ ପ୍ରାଚୀନ ବର୍ଗୀର ଯେଉଁ ଅବସ୍ଥା ହେଇଥିଲା, ଆମେ ସେଇ ଦିବ୍ୟ ଦର୍ଶନ ପାଇବାର ଆଶା କରୁଛି ଏବଂ ଶୁଭକାମନା ଏବଂ ଶୁଭେଚ୍ଛା ସହିତ ରହୁଛି। ସମସ୍ତଙ୍କୁ ଆଉ ଥରେ ନମସ୍କାର। ଆଜ୍ଞା ଆଜ୍ଞା, ପ୍ରଣାମ ପ୍ରଣାମ। ଆମ ସହିତ ଯୋଡ଼ି ହେଇଛନ୍ତି ସତ୍ୟ ଦାସ ବଡ଼ ଭାଇ ଯୋଡ଼ି ହେଇଛନ୍ତି ପୁରୀରୁ। ମୁଁ ତାଙ୍କର ଫଟୋଟି ଦେଖିକି ଜାଣିପାରିଲି, ଫଟୋ ଦେଖିନଥିଲି ବୋଲି ଜାଣିପାରିନଥିଲି। ମୁଁ ଅନୁରୋଧ କରିବି ସତ୍ୟ ଭାଇଙ୍କୁ ଟିକେ ଧାଡ଼ିଏ ନିହାତି ଭାବରେ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାନ୍ତୁ। ସେ କୁଆଡ଼େ ଯାଉଛନ୍ତି ବୋଧେ, ଯାହା ବି ହଉ। ବାଟରେ ଅଛି, ମୁଁ ଗାଡିରେ ଯାଉଛି ତ, ତେଣୁ ମୁଁ ଜଷ୍ଟ ଖାଲି ଶୁଣୁଛି ଆପଣ ମାନଙ୍କୁ। ଇଂରାଜୀ ନବବର୍ଷର ଏହି ସନ୍ଧ୍ୟା ଆସରରେ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ମଙ୍ଗଳ ରଖନ୍ତୁ, ସୁଖ ଶାନ୍ତି ସମୃଦ୍ଧି ଦିଅନ୍ତୁ, ଏତିକି କାମନା ଏଇ ବର୍ଷ ପାଇଁ। ଜୟ ଆନନ୍ଦ କେବାର ହରି ବୋଲ। ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପଣ୍ଡିତଜୀଙ୍କୁ ମଧ୍ୟ ମୋର ପ୍ରଣାମ। ମୁଁ ନିବେଦନ प्रणाम ରଖିବି प्रणाम। ଆମ जय ସହିତ जगन्नाथ, ଯୋଡ଼ି जय ହେଇଛନ୍ତି जगन्नाथ। ଆମର ବାବା ଜୟ ପଣ୍ଡିତ ଜଗନ୍ନାଥ, ଶ୍ରୀଯୁକ୍ତ ଜୟ ଜଗନ୍ନାଥ। ପଣ୍ଡିତ ଡକ୍ଟର ନିରଞ୍ଜନ ସାବାଗ। ମୁଁ ନିବେଦନ ରଖିବି जय ସେ जगन्नाथ, ଆଜିର ଏଇ ଯୋଉ ପବିତ୍ର ସନ୍ଧ୍ୟାରେ जय ସମସ୍ତଙ୍କୁ जगन्नाथ। ଟିକେ ଶୁଭେଚ୍ଛା ସହ ଆଶୀର୍ବାଦ ଦେବେ। ଅନ୍ୟମାନେ କହିବେ ଅଭିନନ୍ଦନ। ଟିକେ ଦୟାକରି ମ୍ୟୁଟ୍ ରଖିବା, ଆମେ ଜଣେ ଜଣେ ଅନମ୍ୟୁଟ୍ ହେଇକି କଥା ରଖିବା। ମୁଁ ଅନୁରୋଧ କରିବି ବାବାଙ୍କୁ ସେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଟିକେ ଶୁଭେଚ୍ଛା ସମସ୍ତଙ୍କୁ ଦେବେ। ଜୟ ଜଗନ୍ନାଥ। ପ୍ରଣାମ ଗୁରୁର୍ ବାବା। ବ୍ରହ୍ମା ଆଜ୍ଞା ଗୁରୁର୍ ବିଷ୍ଣୁ ଗୁରୁର୍ଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରମ୍ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ଜୟ ଜଗନ୍ନାଥ। ସାହିତ୍ୟିକ କବିବନ୍ଧୁ ପରିବାରର ଆଜି ଯେଉଁ ସନ୍ଧ୍ୟା, ଏ ସନ୍ଧ୍ୟା ହଉଛି ନବବର୍ଷର ସନ୍ଧ୍ୟା। ଏହି ସତ୍ସଙ୍ଗୀୟ କାର୍ଯ୍ୟକ୍ରମରେ ଯେଭଳି ଭାବରେ ଦୁଇଟି କାର୍ଯ୍ୟ ସମ୍ପାଦିତ ହେଇ ଚାଲିଛନ୍ତି, ଗୋଟିଏ ହଉଛି ଶ୍ରୀମଦ୍ ଭାଗବତ ମହାପୁରାଣ, ଆଉ ଗୋଟେ ହଉଛନ୍ତି ଭଗବତ ଗୀତା। ଆଉ ତତ୍ ସହିତ ତୃତୀୟ କାର୍ଯ୍ୟଟି ମଧ୍ୟ କଣ୍ଟିନ୍ୟୁ ଚାଲିଛନ୍ତି, ତାହା ହଉଛି ସ୍କନ୍ଦ ପୁରାଣ। ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ତିନୋଟି କାର୍ଯ୍ୟକ୍ରମ ତତ୍ ସହିତ କବିତା, ଗଳ୍ପ ଇତ୍ୟାଦି ଇତ୍ୟାଦି ସାହିତ୍ୟିକ ବନ୍ଧୁ ପରିବାରରେ, କବି ବନ୍ଧୁ ପରିବାରରେ ସମସ୍ତଙ୍କର ଯେଉଁ ସର୍ଜନଶୀଳତା ଅଛି, ସେଇ ସର୍ଜନଶୀଳତାର କାର୍ଯ୍ୟକ୍ରମ ଅବକାଶ ଘଟିଛି। ପ୍ରତ୍ୟେକଙ୍କ ଭିତରେ ଉତ୍ସାହ ଅଛି, ଉଦ୍ଦୀପନା ଅଛି। କିନ୍ତୁ ଚିରାଚରିତ ପ୍ରଥା ଅନୁସାରେ ଆମେ ଇଂରାଜୀ ନବବର୍ଷ ପାଳନ କରୁଛେ। ନିଶ୍ଚିତ ଭାବରେ ଇଂରାଜୀ ନବବର୍ଷ ଆମ ପାଇଁ ମଧ୍ୟ, କାରଣ ଗୋଟିଏ କଥା ଆପଣମାନଙ୍କୁ ମୁଁ କହି ରଖେ ଯେ ଯଦି ପଶ୍ଚିମା ପଟୁ ଯଦି ଇଂରାଜୀ ସାହିତ୍ୟର ଇଂରାଜୀ ଶବ୍ଦ ଆମମାନଙ୍କ ଆଡ଼କୁ ଆସେ, ତାହେଲେ ଆମେ କ'ଣ ସେଇ ଇଂରାଜୀ ଶବ୍ଦ ଗୁଡ଼ିକ ଶିଖିବା ନାହିଁ କି? ଯଦି କିଛି ଜ୍ଞାନ ଆସେ, ଝରକା ଖୋଲିକି ରଖିବା ନାହିଁ କି? ଅର୍ଥାତ୍ ଆମ ଭାଷା ସାହିତ୍ୟରେ ଯେତେ ଅଛନ୍ତି ଜାବନିକ ଶବ୍ଦ, ଯେତେ ଅଛନ୍ତି ଫରାସୀ ଶବ୍ଦ, ଯେତେ ଅଛନ୍ତି ଆମ ଭିତରେ ଅଛନ୍ତି ଉର୍ଦ୍ଦୁ ଶବ୍ଦ, ଯେତେ ଅଛନ୍ତି ଇଂରାଜୀ ଶବ୍ଦ, ଲାଟିନ୍ ଶବ୍ଦ, ଏ ଶବ୍ଦ ଗୁଡ଼ିକ ହଉଛି ଆମର ସମ୍ପଦ। କିନ୍ତୁ ଆମେ କାହାର ଆମ ଭିତରେ ଯେଉଁ ଥିବା ଅସ୍ମିତା, ଆକୁ ଭୁଲିବାନି। ମୋର ଅସ୍ମିତା କ'ଣ? ନା ମୋ ଅସ୍ମିତା ହଉଛି ମୋ ବାପା, ମୋ ମା। ମୋ ଅସ୍ମିତା ହଉଛି ମୋର ଜନ୍ମଭୂମି। ମୋର ଅସ୍ମିତା ହଉଛି ମୋର ଭାଷା। ମୋର ଅସ୍ମିତା ହଉଛି ମୋର ସାହିତ୍ୟ। ମୋର ଅସ୍ମିତା ହଉଛି ମୋର ବନ୍ଧୁ। ମୋର ଅସ୍ମିତା ହଉଛି ମୋର ପରିବାର। ମୋ ଅସ୍ମିତା ହଉଛି ମୋର ଉତ୍କଳ ମା ଜନନୀ। ଏଇ ଅର୍ଥରେ ଆମେ ଅସ୍ମିତା ଶବ୍ଦଟିଏ କହୁ। ଆଉ ବିଶେଷ ଭାବରେ ଗୋପାଳ ଚନ୍ଦ୍ର
ଆପଣଙ୍କର ଜାଣିଛନ୍ତି ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗୋଟିଏ ଶବ୍ଦ ହଉଛି, ଅସ୍ମିତାର ଶବ୍ଦ ଅର୍ଥ ହଉଛି ଗରିମା। ଗରିମା ଆମେ ବିଶେଷ ଭାବରେ ଗାରିମା ବୋଲି କହୁ, କିନ୍ତୁ ଶବ୍ଦଟି ହଉଛି ଗରିମା। ଗରିମା କହିଲେ ଆମେ ବୁଝୁ ଏଇଆ ଯେ ବିଶେଷ ଭାବରେ ମଣିଷର କିଛି କିଛି ଆତ୍ମ ସ୍ୱାଭିମାନ ଅଛି। ମୁଁ ଗୋଟିଏ ମଣିଷ, ଯେମିତି ଭାଗବତରେ କୁହାଯାଇଛି ଯେ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ଅର୍ଥାତ ମୋ ଭିତରେ ଭଗବାନ ଜ୍ଞାନ ଦେଇଛନ୍ତି, ମୋ ଭିତରେ ଭଗବାନ ଅଛନ୍ତି, ମୋ ଭିତରେ 5ଟି ଆତ୍ମା ସ୍ୱରୂପରେ ଅଛନ୍ତି, ମୋ ଭିତରେ 5 କୋଷୀୟ ଜୀବ ମୁଁ, ଏବଂ ତତ୍ ସହିତ ମୋ ଭିତରେ 5ଟି ଜ୍ଞାନେନ୍ଦ୍ରିୟ, 5ଟି କର୍ମେନ୍ଦ୍ରିୟ, ଏବଂ ତତ୍ ସହିତ ମନ, ତତ୍ ସହିତ ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏତେ କଥା ମୋ ଭିତରେ ଅଛି। ମୁଁ ମୋର ଗରିମାକୁ ସାବ୍ୟସ୍ତ କରିବିନି, ଅସ୍ମିତାକୁ ସାବ୍ୟସ୍ତ କରିବିନି। ଏ ଅବକାଶରେ ମୁଁ ନିଶ୍ଚିତ ଭାବରେ ଅଭିନନ୍ଦନ ସମସ୍ତଙ୍କୁ ଜଣେଇବି, ସାହିତ୍ୟିକ କବି ବନ୍ଧୁ ପରିବାରର, ଯେ ମୁଁ ମତେ ଚିହ୍ନିବି ଆଗ, ଏବଂ ଯାହାକୁ କୁହାଯାଏ ବିଙ୍ଗ ଆଣ୍ଡ ବିକମିଂ। ବିଙ୍ଗ କହିଲେ ହବା, ଅର୍ଥାତ ନିଜ ହବା, ନିଜ ପରିଚୟ ନିଜର ସାହିତ୍ୟ ରଖିବା, ନିଜ ପରିଚୟରେ ନିଶ୍ଚୟ abnormally normal, gorgeously simple। ମୁଁ ନିଶ୍ଚିତ ଭାବରେ ଗର୍ଜିୟସ୍ ଏବଂ ସିମ୍ପଲ ସହଜ ସରଳ ହବା ଗୋଟେ ସାଧାରଣ କଥା ନୁହେଁ। ସ୍ୱାଭାବିକ ସତ୍ୟନିଷ୍ଠ ହବା ଗୋଟେ ସାଧାରଣ କଥା ନୁହେଁ। ଏବଂ ମୁଁ ମୋ ମଣିଷ ଜୀବନର ଦୈବତ୍ୱକୁ ନେଇକରି ମୁଁ ନିଶ୍ଚିତ ଭାବରେ ମୋର ଗରିମାକୁ ସାବ୍ୟସ୍ତ କରିବି, ମୋର ଅସ୍ମିତାକୁ ସାବ୍ୟସ୍ତ କରିବି। ତାହା ହେଲେ ପ୍ରତ୍ୟେକ ଦିନ ହବ ମୋ ପାଇଁ ନବବର୍ଷ। ଆଉ ପ୍ରତ୍ୟେକ ଦିନ ଯେତେବେଳେ ମୁଁ ପ୍ରାତଃ କାଳୁ ଉଠୁଛି, ତାହେଲେ ନିଶ୍ଚିତ ଭାବରେ ମୁଁ ଭଗବାନଙ୍କ ପାଖରେ କୃତଜ୍ଞତା ଜଣେଇବି, ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞତା ଜଣେଇବି। ପ୍ରଭୁ, ମୁଁ ଗତକାଲି ରାତିରେ ମୋର ଯୋଉ ମୁର୍ଦାର ଅବସ୍ଥା ଥିଲା, ଚେତନାରୁ ହତ ହେଇଥିଲି, ଏବେ ମୋର ପୁଣି ଚେତନା ଫେରି ଆସିଛି। ଆପଣଙ୍କ ସହିତ ମୁଁ ପୁଣି ରହିବି, ପୁଣି କାର୍ଯ୍ୟ କରିବି। ଏଇ ଦିନଟି ମୋର ସୁଖମୟ ହଉ, ସମୃଦ୍ଧମୟ ହଉ। ସେଇ ଅନୁସାରେ ନବବର୍ଷକୁ ଆମେ ସ୍ୱାଗତ କରିବା, ସାହିତ୍ୟରେ, ସଂସ୍କୃତିରେ ଏବଂ ନିଜର ଅସ୍ମିତାରେ। ମୁଁ ସାଧାରଣ ମଣିଷ ନୁହେଁ, ମୁଁ ଅସାଧାରଣ। ମୋ ଭିତରେ ରହିବ, ଅର୍ଥାତ ଅହଙ୍କାର କରିବାର ନାହିଁ, ଗର୍ବ କରିବାକୁ ଅଛି ମୋ ନିଜକୁ ନେଇକରି। ବିଶେଷ ଭାବରେ ସାହିତ୍ୟିକ କବି ବନ୍ଧୁ ପରିବାରରେ ଆଉ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ମହୋଦୟା ମତେ 2 ପଦ କଥା ରଖିବାର, ସମ୍ଭାଷଣ କରିବାର, 2 ପଦ କଥା କହିବାର ସୁଯୋଗ ଦେଇଥିବାରୁ ଆପଣମାନଙ୍କ ପାଖରେ ମୁଁ କୃତଜ୍ଞତା ଅର୍ପଣ କରୁଛି। ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ପ୍ରଣାମ। ଆଉ ସମସ୍ତେ ଆମର ସାହିତ୍ୟ ବିନ୍ଦୁ ମାନେ କବିବନ୍ଧୁ ପରିବାରର ସମସ୍ତଙ୍କୁ ମୋର ପ୍ରଣାମ। ଆଉ ଗୋଟେ କଥା କହୁଛି, ମୁଁ ଯାଉଛି ବସରେ ମଧ୍ୟ, ଆଜି ନୂଆ ବର୍ଷରେ ଜର୍ଣ୍ଣି ଅଛି, ପୁରା ନବରଙ୍ଗପୁରରେ ଯାଇ ପହଞ୍ଚିବି। ଗୋଟିଏ କଥା କହିବି, ଆପଣ ମାନେ ସମସ୍ତେ ପୁରା ସୁନ୍ଦର ଭାବରେ କାର୍ଯ୍ୟ କ୍ରମରେ ବ୍ୟସ୍ତ ରହୁଛନ୍ତି। ଧ୍ୟାନ ପାଇଁ କଣ ହେଇଯିବ ନା, ମଧୁମୟ ହେଇଯିବ। ଜୟ ଜଗନ୍ନାଥ ସମସ୍ତଙ୍କୁ। ଆମକୁ କିଛି ଗୋଟେ ରିଫ୍ରେଶମେଣ୍ଟ ଲାଗିବ ଯେ ଆମେ କିଛି ଗୋଟେ କରୁଛୁ ବୋଲି ଆମକୁ ପ୍ରତୀୟମାନ ହବ, କିନ୍ତୁ ପ୍ରକୃତରେ ତାହା ଈଶ୍ୱରଙ୍କ ଦ୍ୱାରା ହିଁ ହେଇଥାଏ। ପ୍ରଥମ ନିଜର ଅନୁଭୂତି ହେଉଛି, ପ୍ରଥମେ ଘଟଣା ଘଟେ। ଘଟଣା ଗୋଟିଏ, ମନେକର ଗୋଟିଏ ସୁଘଟଣା ହଉ ବା ଦୁର୍ଘଟଣା ହଉ, କେହି ପୁରସ୍କୃତ ହେବେ ବା କେହି ଦୁର୍ଘଟଣାର ଶିକାର ହେବେ, ତାହା ଆଗରୁ ପ୍ଲାନ୍ ହେଇଥାଏ ଏବଂ ସେଇ ଅନୁସାରେ ତାକୁ ପ୍ରବାହମାନ ହୁଏ ସେଇ ଦିଗ ଆଡ଼େ। ସେଇ ଦିଗକୁ, ମନେକର ମୋର ଯିବାର ଅଛି, ମତେ ଯଦି ବମ୍ବେରେ ମୋର ଦେହାନ୍ତ ହବାର ଅଛି, ତ ମତେ ତା ଆଗରୁ ବମ୍ବେ ଆଡ଼େ ଅଭିମୁଖ ହବା ପାଇଁ ସେଇଭଳି ସବୁ ସୁଯୋଗ ଗୁଡ଼ା ସୃଷ୍ଟି ହୁଏ ଏବଂ ସେଇ ଜାଗାକୁ ଯାଏ। ତ ସେ ସୁଯୋଗ କିଏ କରୁଛି? ତାକୁ ଯଦି ଆମେ ଅନୁଭବ କରିବା, ତ ଆମେ କିଛି କରୁନା। ଏ ଅନୁଭବରେ କେବଳ ସବୁ ଜାଗାରେ ଈଶ୍ୱର ହିଁ ଅଛନ୍ତି। ଏହାଠାରୁ ଅଧିକ ଉଦାହରଣ ଆଉ ତ କିଛି ନଥାଇପାରେ, ନିଜସ୍ୱ ଉଦାହରଣ। ତେଣୁ ଈଶ୍ୱର ଯାହା କହନ୍ତି ତାହା ହିଁ ହଉ। କିନ୍ତୁ ଆମ ମାନଙ୍କ ଭିତରେ ଏତିକି ଅଛି, ଆମେ ଖୁସିରେ ରହିପାରିବା, ଆମେ ପ୍ରତ୍ୟେକ ଘଟଣାବଳୀକୁ ନେଇକରି ଶାନ୍ତ ରହିପାରିବା। ଆଉ ଏଇ ଯେମିତି ମୁଁ ଆଜି ବି ଉଦ୍ଘୋଷଣ କରୁଛି ଯେ ମୋର ଆଜିର ଗୋଟିଏ ଇଂରାଜୀ ନବବର୍ଷ, ପ୍ରତ୍ୟେକ ବର୍ଷରେ ମୁଁ ଗୋଟିଏ ନିଜ ପାଇଁ ରଖେ, ଯେ ଏଇ ବର୍ଷ ପାଇଁ ମୁଁ ରଖିଛି ମୋର ପ୍ରତିଜ୍ଞା
ଯେ ମୋର ମନ ଭିତରକୁ ସେ କ୍ରୋଧ ଭଳି ଯୋଉ ଅଛି, ଯୋଉ କ୍ରୋଧ ବୋଲି ଯୋଉ ଶବ୍ଦଟି ଅଛି ତା ମନ ଭିତରକୁ ମୋର ଆସିବ ନାହିଁ। ବିଶିଷ୍ଟ ପଣ୍ଡିତ ପ୍ରବାଚକ, ଜଣେ ଧୁରୀଣ ଧୂର୍ଜଟି, ବଲାଙ୍ଗୀର ଜିଲ୍ଲାର ସୁଯୋଗ୍ୟ ସନ୍ତାନ, ଯିଏକି ଶ୍ରୀରାମଚରିତ ମାନସର ଭାବାନୁବାଦକ, ପଣ୍ଡିତ ପ୍ରବାଚକ, ଗବେଷକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଦାସ ମହାବାଗ। ମୁଁ ବାବାଙ୍କ ଚରଣରେ ଶବ୍ଦର ଅନନ୍ତ କୋଟି ପ୍ରଣାମ ନିବେଦନ ରଖିବି। ଆଜି ଆମେ ଶ୍ରୀମଦ୍ ଭାଗବତର ଚତୁର୍ଥ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟ ଅଷ୍ଟାବିଂଶ ଅଧ୍ୟାୟ ଏ ଅଷ୍ଟାବିଂଶ ଅଧ୍ୟାୟକୁ ଶୁଣିବା ଆଜି ତାଙ୍କ ମୁଖରୁ ପଣ୍ଡିତ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଦାସ ମହାବାଗ। ସୁସ୍ୱାଗତ ଆପଣଙ୍କୁ ବାବା, ସୁସ୍ୱାଗତ। नंदनाय बर्हापीडं नटवरवपुः कर्णयो कर्णिकारम् बिभ्रद्वासः कनककपिशं वैजयन्तीं चमालाम् रन्ध्रान् वेणुधरसुधया पूरयन् गोपवृन्दैः वृन्दारण्यं सपदरमणं प्राविंशत् गीतकीर्तिः। हरिः ओम्। अधिकारे पवित्र आसर 2025 नववर्षर प्रथम संध्या, जोटा कि साहित्यिक कविबंधु परिवार बालेश्वरंकर द्वारा आयोजित है कि ये समग्र उत्कल रे कहीं समग्र भारत वर्ष रे कहीं भारत बाहर अन्यान्य साधु संत मध्य आनंदामृत पान करवार सदा सतत चेष्टित। आज ये नववर्ष रे मु समस्त साधु संत समस्त ये उपस्थित सज्जन मंडली ये परिवार सभापति महोदय, संपादिका महोदया, अन्य समस्त कर्मकर्ता मंडली समस्त को जोड़े हस्ते प्रणाम ज्ञापन करुच्ची। मोर नववर्षर शुभेच्छा ज्ञापन करुच्ची। एवं गोटे कथा कहूची, डॉक्टर निरंजन साहू यथार्थ रे कहिथिले ये जो भाषाटा होची मनुष्यर मनर भाव प्रकाश करिवार गोटे माध्यम। सेटा इंग्राजी हो, हिंदी हो, ओडिया हो, तेलुगु हो, जहाँ भी हो। तेणु आमे प्रत्येक भाषा को निश्चित भाव में वसुधैव कुटुंबकम न्याय रे सम्मान दौचु। एवं आज इंग्राजी टाकू छाड़िकरी ये विश्व चली पारिबो नहीं। तेणु इंग्राजी नववर्ष 2025 टाकू आमे माने मध्य पालन करूचु करिबा। तेणु सेथरे परस्पर को आमे निजे जो दौचु अभिनंदन सेटा निहाती दबार उचित, से किसी असुविधा नहीं। पुणी थे समस्त मोर अभिनंदन ज्ञापन कर समस्ते सुस्थ रुहतु, निरोग रुहतु एवं आग को एमती विभु पदारविंदे निजक समर्पण करे कि अवशिष्ट जीवन टाक अतिवाहित करने कामना कर। नमो ब्रह्मण्य देवाय गो ब्रह्मण्य हिताय च जगत हिताय कृष्णाय गोविंदाय नमो नमः। सज्जन मंडली बड़े सुंदर गोटे आलोचना चक्र आम बर्तमान अच्छे। पृथुवंशी प्राचीन बढ़ी तांकर 10 पुत्र 10 प्रतितोषंकु सृष्टि सर्जना निमित्त तपस्या करने को पठेदेले। से माने भगवान शंकर को पठरे भेटिले एवं तांकठारु रुद्रगीता श्रवण करी भगवान विष्णुंकर सान्निध्य केमती पाइबे से लगी पड़े। यहाँ आम गत अध्याय शुणी गत अध्याय मान पर प्राचीन बरही से तो निश्चित भाव में जड़े भल राजा थिले, किंतु ये कर्मकांड वेदरे दिया जाइथिबार विभिन्न निर्देश को पालन करी यज्ञ करने आरंभ कले। जो यज्ञ से प्रचंड परिमाण रे पशु बलि देवाई कुंठाबोध कले नहीं। तांकर 10 पुत्र एने भगवान विष्णुंकर शरणागत रे जाइथिबा बेले
ସେମାନେ ତପସ୍ୟା କରୁଛନ୍ତି କିପରି ବ୍ରହ୍ମଜ୍ଞାନ ପ୍ରାପ୍ତ ହେବେ, ଭଗବାନ ବିଷ୍ଣୁଙ୍କର ପରାମର୍ଶକୁ ଚରିତାର୍ଥ କରିବେ, ଇଚ୍ଛାକୁ ଚରିତାର୍ଥ କରିବେ। ଏପଟେ ଇଏ କର୍ମକାଣ୍ଡର ବଶବର୍ତ୍ତୀ ହେଇକି ପ୍ରାଚୀନ ବହି ଯଜ୍ଞ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ଏବଂ ଯଜ୍ଞ ନାମରେ ପ୍ରବଳ ପଶୁ ବଳି ଦେବାର ଆରମ୍ଭ କରିଛନ୍ତି। এইটা দেখি ଆପଣ ଏଇଟା ସବୁ ଶୁଣିଛନ୍ତି। এইଟା ଦେଖିକିରି ଗତ ସପ୍ତବିଂଶ ଅଧ୍ୟାୟରେ ନାରଦ ପ୍ରବେଶ କରିଛନ୍ତି ପ୍ରାଚୀନ ବରିଙ୍କ ପାଖରେ ଏବଂ ତାଙ୍କୁ କହିଛନ୍ତି ଯେ ମହାରାଜ ଆପଣ ଏଇ ଯୋଉ ସବୁ କାମ କରୁଛନ୍ତି କଣ ଭାବୁଛନ୍ତି ଏଥିରେ ଆପଣଙ୍କୁ ମୁକ୍ତି ମିଳିଯିବ? ଏଇଟା କାହାର ଉପଯୁକ୍ତ କାମ ବୋଲିକି ଆପଣଙ୍କ ମନରେ ବିଚାର ଆସୁଛି କି? ପ୍ରାଚୀନ ବହି କହିଲେ କଣ କିଛି ତ କାହିଁ ଖରାପ କାମ କରୁଥିବା ମୁଁ ଅନୁଭବ କରୁନାହିଁ। ଖରାପ କାମ କରୁନାହାନ୍ତି। ଇଏ ଯୋଉ ଆପଣ ଟିକେ ଦେଖନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦଉଛି କହିକିରି ତାଙ୍କୁ ଟିକେ ସମ୍ମୋହନ ତାଙ୍କର ମନ୍ତ୍ର ଦ୍ଵାରା ତାଙ୍କୁ ସମ୍ମୋହିତ କରିଦେଲେ। ସେଇଥିରେ ଚେତନାଲୁପ୍ତ ହେଇଯାଇଛି ପ୍ରାଚୀନ ବହିଙ୍କର ଏବଂ ପ୍ରାଚୀନ ବହିଙ୍କ ସମକ୍ଷରେ ସବୁ କିଛି ଜଳ ଜମାଳୟ ସବୁ କିଛି ଉଦ୍ଭାସିତ ହେଇଯାଇଛନ୍ତି ଏବଂ ସିଏ ଦେଖୁଛନ୍ତି ଯେ ସିଏ ଯୋଉମାନଙ୍କୁ ବଳି ଦେଇଥିଲେ ସେଇମାନେ ଅନ୍ତରିକ୍ଷରେ ରହିକି ତାଙ୍କ ପ୍ରତି କଟମଟ ଏଡେ ଏଡେ ବିରାଟ ବିରାଟ ଆଖିରେ ଚାହିଁ ରହିଛନ୍ତି। ଏଭଳିଆ ବିଭିନ୍ନ କଥା, କିଏ ତାଙ୍କୁ ହାଣିବା ପାଇଁ ପ୍ରସ୍ତୁତ ଅଛି ତ କିଏ ଆଉ ତାଙ୍କୁ ବିଭିନ୍ନ ଅନ୍ୟ ପ୍ରକାର ଦଣ୍ଡିତ କରିବା ପ୍ରସ୍ତୁତ ଅଛି। এইটা ଦେଖିକିରି ତାଙ୍କ ମନଟା ବିଚଳିତ ହେଇଯାଇଛି ଏବଂ ସିଏ ତାଙ୍କର ସେ ଯୋଉ ମୋହ ଭଙ୍ଗ ହେଇଯାଇଛି, ଚେତନାଟା ଫେରି ଆସିଛି। ନାରଦଙ୍କୁ ପଚାରିଛନ୍ତି ଏଇ ଯାହା ସବୁ ଆପଣ ମତେ ଦେଖେଇଦେଲେ ଏଇଥିରେ ମୋର ମୁଣ୍ଡଟା ଖରାପ ହେଇଗଲା, ଦୟାକରି ମତେ ଉପଯୁକ୍ତ ପଥ ପ୍ରଦର୍ଶନ କରାନ୍ତୁ। ନାରଦ କହିଲେ ନିଶ୍ଚୟ ମୁଁ ତୁମକୁ ତ ଉପଯୁକ୍ତ ପଥ ପ୍ରଦର୍ଶନ କରିବି ଏବଂ କେମିତି କରିବି ନା ତୁମକୁ ମୁଁ ଗୋଟେ ଉପାଖ୍ୟାନ କହୁଛି। ସେ ଉପାଖ୍ୟାନ ଶୁଣି ସାରିଲା ପରେ ତୁମର ପଥଟା କଣ ତୁମେ ନିଜେ ବାଛିବ। କାରଣ ମଣିଷ ମାନଙ୍କୁ ଯେତେ ଉପଦେଶ ଦେଲେ ସେ ଉପଦେଶଟା ଏତେ ଫଳପ୍ରଦ ହୁଏ ନାହିଁ। ଏଇ ଅଧ୍ୟାୟରେ ମଧ୍ୟ ଅଷ୍ଟାବିଂଶ ଅଧ୍ୟାୟରେ ମଧ୍ୟ ସେଇଟା ଲେଖା ହେଇଛି। କାରଣ ଭଗବାନଙ୍କୁ ଯେତେ ପ୍ରଶଂସା କରିବ, ଭଗବାନଙ୍କର ଯେତେ ଗୁଣ ଗାନ କରିବ, ଅନ୍ୟମାନଙ୍କୁ ଭଗବାନ ଏମିତି ଭଗବାନ ସେମିତି ଇତ୍ୟାଦି କହିକରି ଭଗବାନଙ୍କ ପ୍ରତି ଲୋକଙ୍କର ଆମେ ଯୋଉ ଆଗ୍ରହଟା ତାଙ୍କର ଆନୁଗତ୍ୟଟାକୁ ବଢାଇବା ପାଇଁ ଆମେ ଚେଷ୍ଟା କରିଥାଉ, ଭଗବାନ ସେଥିରେ ବିଶେଷ ସନ୍ତୁଷ୍ଟ ନୁହନ୍ତି। ଭଗବାନ ପରୋକ୍ଷବାଦରେ ସନ୍ତୁଷ୍ଟ। ଭଗବାନ ପରୋକ୍ଷବାଦରେ କେମିତି ସନ୍ତୁଷ୍ଟ? ଭଗବାନଙ୍କୁ କେବଳ ଭଗବାନ ସ୍ୱୟଂ ଭକ୍ତର ଅଧୀନ ବୋଲିକିରି କହିଦେଲେ ସେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ପ୍ରକୃତିରେ ଭକ୍ତର ଅଧୀନ କେମିତି ତାକୁ ଦୃଷ୍ଟାନ୍ତରେ ଦେଖେଇଦେଲେ ହିଁ ସେ ସନ୍ତୁଷ୍ଟ ହୁଅନ୍ତି ବୋଲିକିରି ଏ ଅଷ୍ଟାବିଂଶ ଅଧ୍ୟାୟର ଶେଷରେ କୁହାଯାଇଛି। ଆମେ ପଢିବା ତ ତେଣୁ ନାରଦ ମହର୍ଷି ପ୍ରାଚୀନ ବହିଙ୍କୁ ବର୍ତ୍ତମାନ ଗୋଟେ ଉପାଖ୍ୟାନ କହିଲେ। ସେ ଉପାଖ୍ୟାନଟା କହିବା ଆରମ୍ଭ କଲେ ଯୋଉଟା କି ହେଲା ପୁରଞ୍ଜନ ଉପାଖ୍ୟାନ। ସେ ପୁରଞ୍ଜନ ରାଜାର ତାର ଜୀବନ ଚରିତ୍ରଟା ପ୍ରାଚୀନ ବହିଙ୍କ ସମକ୍ଷରେ ଉପସ୍ଥାପନ କରିବାକୁ ଗଲେ ଏବଂ ସେ ପୁରଞ୍ଜନ ରାଜା କେମିତି ଥିଲା ଆପଣ ମାନେ ସମସ୍ତେ ଗତ ଆପଣଙ୍କର ଅଧ୍ୟାୟରେ ଶୁଣି ସାରିଛନ୍ତି। ତେବେ ଅଜ୍ଞାନ ସ୍ତ୍ରୀ ବସେ ରତ ନଦେଲା ଜ୍ଞାନ ମାର୍ଗେ ଚିତ୍ତ ରାଜା ପୁରନ୍ଦର। ଏଇ କଥା ହେଇକରି ସେ ନିଜର ଯୌବନଟାକୁ କତ ହେଇଗଲା। ଶହ ଶହ ବର୍ଷ ସେ ସ୍ତ୍ରୀ ସହିତ ଭୋଗ ବିଳାସରେ ମାତିକିରି 1100 ପୁତ୍ର ଜନ୍ମ କଲା, 110 କନ୍ୟା ଜନ୍ମ କଲା ଏବଂ ପରବର୍ତ୍ତୀ ଅବସ୍ଥାରେ ତା ନିକଟକୁ କାଳ ପ୍ରବେଶ କରିଯାଇଛି ତା ନିଜର କନ୍ୟା ସହିତ। এই কথা ଆସିଛନ୍ତି ସପ୍ତବିଂଶ ଅଧ୍ୟାୟରେ ଆଜି। ଏବଂ ସିଏ ଯୋଉ କାଳର କନ୍ୟା ତା ନାଁ ହେଲା ଜରା। ସିଏ ଜରା ଆସିକିରି ଏମିତିକି ସମଗ୍ର ପୃଥିବୀଟାକୁ ତାର କରାୟତ୍ତ କରିବା ପାଇଁ ଚେଷ୍ଟା କରିଛି। ପୃଥିବୀରେ ଏ ବିଶ୍ୱରେ ଏ ଚରାଚର ବ୍ରହ୍ମାଣ୍ଡରେ ଏମିତି କେହି ନାହିଁ ଯିଏକି ଜରାର କବଳରୁ ମୁକ୍ତି ପାଇବେ। ତେଣୁ ସେଇ ସମୟରେ ଏମିତି କି ମହର୍ଷି ନାରଦଙ୍କୁ ମଧ୍ୟ ସିଏ ନିଜେ କବଳିତ କରିବା ପାଇଁ ଚାହିଁଛି ଏବଂ ମହର୍ଷି ନାରଦ ଦେବର୍ଷି ନାରଦ ତାକୁ ବିରକ୍ତ ହେଇଛନ୍ତି, ତାକୁ ବଡ ଭର୍ତ୍ସନା କରିଛନ୍ତି। ସେ କହୁଛ ମୁଁ ହଉଛି ଜଣେ ଆଜନ୍ମ ବ୍ରହ୍ମଚାରୀ, ମୋ ପ୍ରତି ବି ତୁ ତୋର ଏମିତି ଏଇ ଯୋଉ ମନୋଭାବ ପୋଷଣ କରୁଛୁ ଏଇଟା ଠିକ ନୁହଁ। ତୁ ମତେ କଦାପି ବିବାହ କରିପାରିବୁ ନାହିଁ। ସେ ସଦାବେଳେ କେବଳ ପତି ଖୋଜୁଛି। ସେ ପତି ଖୋଜି ଖୋଜି ନାରଦଙ୍କୁ କହୁଛି ତମେ ଆମର ପତି ହେଇଯାଅ। ଯେତେବେଳେ ନାରଦ ମନା କରିଦେଇଛନ୍ତି
से रागी जाइए एवं कहे ठीक अच्छे तुम मोर मनटा को मोर मनस्कामना पूरण कल ना तुम सदा बेले एपट सेपट हो पूरा पूरी कौन स्थान में स्थिर हो बस रही पार ना ये अभिशापटा नारद रागी ठीक अच्छे मुझे ते पठे दौर तू जा भय भय ना जो नामक जगन मान अधिपति ताकू विवाह करू जा बोलिक पठे देते एवं से समय जरा जाकि भय को वर्ण कर पर्यंत आम सप्तविंश अध्याय शुणीचे आज बर्तमान आम अष्टाविंश अध्याय उपस्थित होइछे एवं अष्टाविंश अध्याय बर्तमान हरि ओम स्त्री चिंता जोगे पुरंजन विदर्भे पाई स्त्री जन्म मुक्ति लाभ कला शेषे एही चोरित अष्टाविंशे मैत्रेय उवाच तदंते शुण हे विदुर से पुरंजनर विचार नारद कहन्ति वचन एबे कहिबा वीर शुण नारदंक ठारू गोटे रकम जिज्ञासा पाई जरा जाइछि एवं जवन मानकर अधिपति जो कि विधर्मी से जवन मानकर अधिपति ताको भय बोली कह से भय भय केते आसे मनीष मन में भय केते आसे जिते निजर कर्म प्रति तार आस्था रहे ना सेते ता मन में भय आसे एवं जरा कौन जरा है वृद्धावस्था कालर कन्या जरा काल कहले मृत्यु से मृत्यु समय आई कहवा तात्पर्य है पुरंजन निजर समस्त समय समग्र समय सहसा वर्ष ताकू तार स्त्री सहित से बहुत कथा लिखा है अरण्य जो स्त्री को से भेटिला जार की नव गोटे विराट सुंदर पुर से पुर में 9टा द्वार इत्यादि इत्यादि कथा सब आम शुणी सारी विशेष कहबी ना आसूची से स्त्री सहित से एत बड़ समय कटे जे तार जीवनटा व्यर्थ हो जाए से आउ धर्म कर्म कौन किसी जानी ना तार जौवनटा ये पूरा संपूर्ण अतिबाहित हो जाए से जो घरे रहुथिला से घर रक्षक हूँ पंचप्राण नामक गोटे हिराज प्रजागर तार अन्य नाम है प्रजागर जोटा कि आमर पंचप्राण गोटे नवद्वारे पुरे देही ये जो शरीर टाक प्रवाचक माने पूर्व प्रवाचक कहते नवद्वार पुर हूँ शरीर पुरंजन पुरम जनयति पुरंजन ये पुर को जी धारण करुच्ची सी पुरंजन मनुष्य पुरंजन कहले साधारण जीव पुरंजन हूँ जीव तेणु प्रत्येक जीव एटा केवल सीए जदिव गोटे गप मध्यम कहते यहाँ प्रत्येक जीव प्रत्येक मनुष्य यहाँ प्रযোज्य एवं से मनुष्य मान मध्य पुरंजन कौन करजको हजई पुरंजनी पाखे तार स्त्री नाम है पुरंजनी एवं सेतेबेले जेतेबेले जरा आसी जरार काम है यही चराचर विश्वर समस्त को से विवाह कथा मन में गोटाए चिंता मु समस्त को अधिकार करी समस्त को कबलित करी समस्त को पति रूप ग्रहण करी अर्थ से गोटे प्रमदात निश्चित भाव में किंतु तार चरित्र किसी ठिकाना ना आप विचार करूँ जरा क्या भारी ना गत ये दिन भी कहती गत अध्याय भी जराग्रस्त किए है नहीं 60 वर्ष रु अधिक है माने समस्ते जराग्रस्त ए वर्तमान तेणु पुरंजन को से जो आक्रमण करने पूरा जरा सहित भय विवाह हो जाए भय देखी जरा द्वारा देवता मानकर बहुत गुड़ाए काम करा तेणु से मन मध्य गोटे किंतु रखिकी मन मध्य गोटे रहस्य रखिकी
ଜରାକୁ ବିବାହ କରିବା ପାଇଁ ସମ୍ମତି ପ୍ରଦାନ କରିଛି ଏବଂ ଏମିତି କହିছে ଯେ ତୁ ମୋର ଆଜିଠାରୁ ଭଉଣୀ ହେଇଗଲୁ, ମୋ ଭଉଣୀ ଯାହା ତୁ ମଧ୍ୟ ତାହା। ଦେଖନ୍ତୁ ବିବାହ କରୁଛି, ଭୟ ବିବାହ କରୁଛି ଜରାକୁ, ତାକୁ କହୁଛି ତୁ ମୋର ଭଉଣୀ ହେଇଗଲୁ। ପୁଣି କହୁଛି ମୋ ଭାଇ ପ୍ରଜ୍ୱରକୁ ତୋ ସହିତ ମୁଁ ଦେଇଦେଲି, ପଠେଇ ଦଉଛି। ଏ ପ୍ରଜ୍ୱର ସହିତ ମୋର ବହୁତ ସୈନ୍ୟବାହିନୀ ଅଛନ୍ତି, ଗନ୍ଧର୍ବ ମାନେ ହେଲେ ମୋର ସୈନ୍ୟବାହିନୀ। ସେଇ ସୈନ୍ୟବାହିନୀକୁ ଧରିକିରି ତୁ ସମଗ୍ର ସଚରାଚର ପୃଥିବୀକୁ ଯାଇକିରି ଯାହା ସବୁ କରାୟତ୍ତ କର, ଯାହାକୁ ଇଚ୍ଛା ତାହାକୁ ତୁ କରାୟତ୍ତ କର, ଯାହା ତୋର ଇଚ୍ଛା ଯାହାକୁ ଲାଗୁଛି ତାକୁ ବିବାହ କରି ପକା, ଚିନ୍ତା ନାହିଁ, ମୁଁ ଅଛି। ଦରକାର ପଡ଼ିଲେ ମୋର ସୈନ୍ୟ ସାମନ୍ତ ଆଉ ଯୋଗେଇ ଦେବି। କହିବା ତାତ୍ପର୍ଯ୍ୟ ହେଲା ଇଏ ଜରା କାହାକୁ ଛାଡ଼ିଛି? ଇଏ ଜରା କାହାକୁ ଛାଡ଼ିଛି? ହିରୋସ୍ମିନ୍ ଯଥା ଦେ କୌମାରಂ ଯୌବନମ୍ ଜରା ତଥା ଦେହାନ୍ତର ପ୍ରାପ୍ତି। ଏଟା ଭଗବାନ କୃଷ୍ଣ କହିସାରିଛନ୍ତି। ଧୀରସ୍ତତ୍ର ନମୁୟତି ଦେହିନୋସ୍ମିନ୍ ଯଥା ଦେହେ କୌମାରಂ ଯୌବନମ୍ ଜରା। ଜରା ସମସ୍ତଙ୍କ ଦେହରେ ଆସିବ, ଅଛି, ଆସିଛି, ଆମେ ଜାଣିଛେ ଶ୍ରୀମଦ୍ ଭଗବତ ଗୀତାରେ। ସେଇ ଜରା ବର୍ତ୍ତମାନ ପୁରଞ୍ଜନ କହିଲେ ଏଇ ଜୀବ, ସେଇ ମଣିଷ। ପ୍ରାଚୀନ ବରିକୁ ନାରଦ ଗୋଟେ ଗପ କହୁଛନ୍ତି, ତୁମକୁ ଜରା ଗ୍ରାସ କରିବ କହିଲେ ସେ ବିଶ୍ୱାସ କରିବେ ନାହିଁ ଏତେ ଶୀଘ୍ର। ମୁଁ ଏଇ ବିରାଟ ଯୁବକ ଅଛି, ଏଡେ ପରାକ୍ରମଶାଳୀ, ମୋର ଏତେ ଶକ୍ତି ଅଛି, ଏତେ ସୈନ୍ୟବାହିନୀ ଅଛନ୍ତି, ଏଡେ ସୁନ୍ଦରୀ ସ୍ତ୍ରୀ ଅଛି, ମତେ କଣ ଜରାଗ୍ରସ୍ତ କରିବ, ଏଇ କଥା କହିଦବ। ତେଣୁ ତାକୁ ସିଏ ବର୍ତ୍ତମାନ ପୁରଞ୍ଜନ ଉପାଖ୍ୟାନ ତା ଆଗରେ ଆଣିକିରି ଇଏ ରଖୁଛନ୍ତି। ତେଣୁ ସେଠି କଣ ହେଲା? ତ ଏ କଥା ତୁରଭଷା ପୁରଞ୍ଜନ ପୁରୀ ନୃପ ରୁଧୁ ଭୌମ ଭୋଗାଢ୍ୟା ଜଗତ୍ ପନ୍ନଗ ପାଲିତମ୍। ସିଏ ଜରା ଆସିକରି ପୁରଞ୍ଜନର ପୁରରେ ପ୍ରବେଶ କରିବା ପାଇଁ ଚାଲିଛି। ଯୋଉ ପୁରଞ୍ଜନର ପୁର ନବଦ୍ୱାର ସମନ୍ୱିତ ପୁର, ଯାକୁ କି ସେ ପ୍ରଜାଗର ଜଗି କରିଥିଲା। ସେ ପ୍ରଜାଗର ଧୀରେ ଧୀରେ ବି ତାର ବି ସମୟ, ପ୍ରଜାଗର ଯେ ପଞ୍ଚମସ୍ତକ ବିଶିଷ୍ଟ ଅହି, ଯିଏକି ହଉଛି ପଞ୍ଚପ୍ରାଣ ବୋଲିକିରି ଆମେ ଜାଣିଛେ, ସେ ପଞ୍ଚପ୍ରାଣ ବି ଧୀରେ ଧୀରେ ଦୁର୍ବଳ ହେଇଯାଉଛି। ତେଣୁ ଏ କହିଲେ ତ ଏକଦା ତୁରଭଷା ପୁରଞ୍ଜନ ପୁରୀ ନୃପ ରୁରୁଧୁ ଭୌମ ଭୋଗାଢ୍ୟାଂ ଜଗତ୍ ପନ୍ନଗ ପାଲିତମ୍। ଏଇ ପନ୍ନଗ, ସେଇ ଯୋଉ ପଞ୍ଚ ମସ୍ତକ ଧାରଣ କରିଥିବା ଅହି, ଯାହାର ରକ୍ଷାକାରୀ ଥିଲା, ସେଇ ପୁରଟାକୁ ଇଏ ଯାଇକରି କବଳିତ କରିଛି। ଏବଂ କାଲ କନ୍ୟା ବୁଭୁଜେ ପୁରଞ୍ଜନ ପୁରମ୍ ବଳାତ୍ ଜୟାଭିଭୂତ ପୁରୁଷ ଶବ୍ଦ ନିଃସାରତା। ये काल काल कहले मृत्यु, ये काल भी समस्त जीवन में आसब। ये प्राचीन बरी कौन जानी नहीं, जानी किंतु आम कौन जानी नहीं, काल समस्त आसब, समस्त मृत्यु दिन ना दिन आसब। यहीटा निष्ठुर सत्य, या कहीं मना करि पारिबे नहीं। तथापि मनटा मानु नहीं, काले मु अमर होइजिबी, काले मु सदा सर्वदा एमती रही मो स्त्री सहित बास करी, ये पुओ झील मो धन रत्न धरिक मुझे रजा ही यही धारणा आसी जाऊँगी। किंतु कहला कौन बाल कन्या भी बुभुजे पुरंजन पुरम बलात् जयाभिभूत पुरुष सद्यो निस्सारता। ये जो कन्या जरा, यार ना कन्या, ये गोटे युवती, ता नाटा जरा, किंतु प्रकृति ये युवती नुह, ये हूँ वार्धक्य अवस्था। ये वार्धक्य अवस्था जहां को ग्रास कला शब्द निस्सारता यात, ये मनीषर निस्सार सार शून्य हो, मनीष देह आउ किछि रस रहिबो नहीं। एटा समस्ते आपण जानिछन्ति, ताको बेसी कहबार आवश्यकता नहीं। तेणु एठी कौन कहले जगन्नाथ दास, अति बड़ी जगन्नाथ दास कहले, से कदिने नृपवर संगते सैन्य राजर जे पुरे थिले पुरंजन ताबेगे बढ़ी बेढ़िला जवन निर्भरे पुर जोगी से पुरे द्वारी वृद्ध अहि निर्भरे पुर जोगी थाई ए पंचभूते देह जेते ताकू न छाड़े
कदाचिते। ये जो पंचमस्तक विशिष्ट वही पंचप्राण, ये पंचभूत तैयारी जेते देह कीट पतंग तरु तृण पंचभूत जो माने कीट अप तेज व्योम मरुद्दुरे प्रस्तुत से माने समस्ते यही पंचप्राण द्वारा रक्षित। यही पंचप्राण काहाकू हठात छाड़ी दिए नहीं, तेणु ये कहले पंचभूते देह जेते ताकू न छाड़े कदाचिते। ब्रह्मांड मध्य देह बही ताकू जिणंता केही नाही। जबने से पुराण थिले जे पुरे पुरंजन थिले से काल कन्या संगे थिला से पुरे सत्वरे पशिला। ये जबन गुड़ाक किए भय भयर सैन्य बाहिनी, भयर सैन्य बाहिनी। भय मनीष क्या भय करे व्याधि, मनीष व्याधि को विभिन्न प्रकार व्याधि, केते दृष्टिहीनता, केते श्रवणहीनता, केते आप किडनी आप माने मूत्रजंत्र फेल, केते प्रबल पतला झाड़ा आरंभ है तो केते परिश्रा बंद हो गला। ये सब होउछंती जबन। ये जबन गुड़ा को धरिक प्रवेश करछि भय। एवं सी कौन कला से काल कन्या संगे थिला से पूरे सत्वरे पशिला। कालर कन्या मृत्युर कन्या हला जरा से नारी जार पर सोई से प्राणी उठी न पारई। देखु ये होउछंती से बढ़िया नारी। ये दुख लगुच केवल नारी कथा बहुत बड़ा उठुची। भगवान व्यास लिखतु जी लिखतु नारी कथा उठवार अर्थ नारी निजे खराब नुह, ये मनीषा खराब। ये मनीष हूँ दुर्बुद्धि युक्त। नारी तो ताकू रक्षा करे। पतला त्रायते पत्नी पुत्रार्थ क्रियते भाज्या, पुत्र प्रदान करे, घर ताकू संभाले, समस्त सेवा शुश्रूषा करे। सी केत माँ भाया देखे तो केत भगिनी भाया देखे तो केत मंत्री भाया मंत्रणा दिए तो केत स्वाधीन मन नेवाई रंभा भली कार्य करे। सी खराब न, खराब होती ये मनीष माने। यहीटा बुझवार अच्छी। से मनीष गुड़ाक यही विषयासक्त होकर निज जीवन टाक ध्वंस कर। ये अति आप गोस्वामी तुलसीदास जी महाराज मध्य से जड़े व्यक्ति थिले, तांकर स्त्री ही उपयुक्त रास्ता को आनिले। बिल्वमंगल ठीक से भाया थिले, तांकर स्त्री चिंतामणि भी ताकू से भाया आनिले। चिंतामणि को भेटिबा पाई अर्धरात्र प्रबल बन्या प्लुत नदी ताकू देई करी कांथ ऊपर तल को ओहली गोटे मृत सर्प को धरी करी ऊपर को उठी जाइछंती। मृत सर्प किए कहूँ किए जीवंता सर्प भी सी काले जीवंता सर्प भावुची मते किए पछकू टाणुची से तेणु आगू जाऊँगी तेणु पड़बार भय नहीं। उठिक जाकरी सेपटे चिंतामणि पाखे पहुंचला बेल को कहूँ ये चिंतामणि कहला हा नाथ ये रक्त मांसर चिंतामणि देह प्रति तुम एत लोभ जदि यार काणिका मध्य तुम प्रकृति चिंतामणि ठारे दिंत तारे तुम सहित मोर प्राण मध्य कृतकृत हो जाता मुझे मुक्ति पाई जाती। यही कथा शुणीदेला क्षणी से भगवान आश्रित बोलो आनंद कंद भगवान की। तेणु नारी को खराब बोली कह जाए ना, किंतु से नारी को जदि जी निजर भोग विलास व्यसन वस्तु विषय वस्तु बोलिक व्यवहार करे सी गला ताकू कौन कह किए शिखेब। यही कथा ये कह जाऊँगी। सर्वे से पुर मार्गे गले प्रवेशी पुर विनाशिले से राजा चौधे अभिमानी देखिला स्वकुटुंब हानि। से राजा किए पुरंजन जी कि वर्तमान संपूर्ण भाव रे जराग्रस्त। जरा जाकि कबलित कर पकई जोर जबरदस्ती बाहाई बोला तू मत बाबू जीवु कुआड़े न भय अच्छी पाखे मोर सैन्य बाहिनी अच्छा। अरे किए सीना एवं रास्ता घाट में जाकरी अन्य क्या सीना किए डराऊँगी सी आसिक डरेला तो तुम मत बाहा हवाई बाध्य। ये किसी न कहीकि तुनी होकर रहा।
तेणु से भलिया देखला से राजा क्रोधे अभिमानी देखला स्वकुटुंब हानि से काल कन्या आसीबे राजा को कोल कला सोगे सोगे कहले सुहागरे पुरंजन को कोलागत कर पकाउछि जरा एवं जरार स्पर्श पुरंजन संपूर्ण वार्धक्य अधीन हो जाइछि जय पुरंजन रुबेन छाड़ी देइथिला बोलिकरी से स्त्री को पाइबा आसिक दशरथंकर द्वितीय अवतार नहीं जाइछि कैकेयी को बुझेला भलिया से आदि संपूर्ण जराग्रस्त एवं कौन है तार स्पर्श महाराय होइला नष्ट कांति देहे जरार स्पर्श केवल सीए पुरंजन नुह जेते पुरंजन अच्छा जरा स्पर्श कला मात्र के कांतिटा देहर ज्योतिटा संपूर्ण भाव विलुप्त हो मात्र संदेह नाही एवं सघन छाड़ई निश्वास प्रज्ञा जे हेला तार नाश प्रज्ञा बुद्धि ध्यायतु विषयान पुंसः संगस्तेषु उपजायते संगात् संजायते काम कामात् क्रोधोऽभिजायते क्रोधात् भवति सम्मोहः सम्मोहात् श्रुति विभ्रमः श्रुति भ्रंशात् बुद्धिनाशो बुद्धिनाशात् प्रणश्यति वर्तमान तार प्रज्ञाटा ध्वंस हो गला एवं से पूरा क्षीण देखी तार पुत्रादि छाड़िले आदर एटा होची ये पृथ्वीर ये सृष्टिर चराचर नियम ये सृष्टिर गतानुगतिक नियम जेतेबेल पर्यंत जो समय पर्यंत मनुष्यर बल थिबो बयस थिबो कार्य करिवार क्षमता थिबो अर्थ उपार्जन क्षमता थिबो सेतेबेल पर्यंत समस्ते ताकू ता पछ पछ ता पाखु पाखु होउतबे जो समय तार घरटा भांगी गला नवद्वारे पूरे देही जिते कौन हो गला से पूरा क्षीण देखी तार पुत्रादि छाड़िले आदर आत्मीय लोक जेते तो ही देखिला पूर्व स्नेह नाही आत्मीय लोक जेते तो ही देखिला पूर्व स्नेह नाही ता पत्नी ठारे जेते प्रीति देखिला अस्नेह अनीति मागणा कहते माता निंदति नाभिनंदति पिता भ्राता न संभासते भृत्य कुप्रति नानुगच्छति सुतो कांता च नालिंगते माता निंदति माता निंदा करे नाभिनंदति पिता पिता मध्य अभिनंदन दियंती नहीं भ्राता न संभासते भाई मध्य कुशल पुच्छा करे नहीं भृत्य कुप्रति नौकर रागी जाए पद पद के रागी जाए स्वामी उपरे एवं नानु गच्छति सुत पुत्र मध्य पितार अनुधावन करे नहीं आ पछ पछ जाए नहीं पुत्र मध्य पितार पछ पछ जाए नहीं और कांता च आलिंगते स्त्री मध्य आलिंगन करे नहीं केबे जेतेबेले मनुष्यर काम करिवार क्षमता कार्य करिवार दक्षता अर्थ उपार्जन करिवार सामर्थ्य लुप्त हो जाए सेतेबेले एमाने केही पचारंती नहीं सेही कथा दाइजी कहले ता पत्नी ठारे जेते प्रीति देखिला अस्नेह अनीति तेणु कौन कहिसंती अर्थ प्रार्थना संकया न कुरुते संभाषणं वैषु तस्मात् अर्थपार्जय सुमते अर्थम उपार्जय सुमते अर्थस्य सर्वे वशाः हे सुमति हे बुद्धिमान अर्थ उपार्जन कर अर्थात सदाबले निजको समर्थ रख सब काम करने समर्थवंत कर रखि था नहले तुमको कहीं अर्थ प्रार्थना संकया जो तुरते संभाषण ही विस्तृत बंधु जी सदाबले पाखरे पाखरे रोला सदाबले चा पीउला सदाबले सिगारेट खाऊला सदाबले प्रशंसा करी ऊपर को उठाऊला से पाखर मारू नहीं कहीं अर्थ प्रार्थना संकया काले पैसा मागिदब
କାଳେ କିଛି ପଇସା ମୋ ପାଖ ଦେଇଥା ମୁଁ ପରେ ଦେବି ବୋଲି କହିଦେବ, ତେଣୁ ଆଉ ସେ ପାଖକୁ ଆସିବେ। ଆଜି ପୁରଞ୍ଜନର ଅବସ୍ଥା ଠିକ ସେୟା ହେଲା, ତାର ନବରଟା ସମ୍ପୂର୍ଣ୍ଣ ରୂପରେ ଧ୍ୱଂସ ହେବା ପାଇଁ ଲାଗିଲା। କାଳର କନ୍ୟା ଜରା ତାର ସୈନ୍ୟ ସାମନ୍ତକୁ ଧରିକରି ଭିତରେ ପ୍ରବେଶ କରିଗଲା। ଦେଖନ୍ତୁ ଏ କେଡ଼େ ସୁନ୍ଦର, ୟାକୁ ଏହା ଭିତରେ ଯୋଉ ତତ୍ଵ ନିହିତ ଅଛି, ଗୋଟାଏ ତତ୍ଵ ସେଟା ହେଲା ଜରାଗ୍ରସ୍ତ ହେଇଗଲା। ପୁରଞ୍ଜନ ଜୀବ ଜରାଗ୍ରସ୍ତ ହେଇଗଲେ ତା ଭାତରେ କିଛି ଆଉ ହୁଏ ନାହିଁ, ଏପରିକି ନିଜେ ନିଜର ଗାଧୁଆ ପାଧୁଆ ନିଜର ଝାଡା ପରିସ୍ରା ତ୍ୟାଗ କରିବା ଏପରିକି ନିଜେ ଶୌଚ ହବାଟା ମଧ୍ୟ ସମ୍ଭବ ହୁଏ ନାହିଁ। ନିଜର ବିଛଣାରେ ପଡି ପଡିକି ଥାଏ, ତାକୁ ଅନ୍ୟମାନେ ଦୟା ଲେଖାନ୍ତି। ଏଇ କଥା ସବୁ ଆସୁଛି। ଏଇଟା ପ୍ରତ୍ୟେକ ମଣିଷ ଜାଣି ଜାଣିକିରି ସବୁ ଜାଣି ସବୁ ଶୁଣି ନ ଜାଣି ରଚନା ସମସ୍ତେ ଜାଣନ୍ତି ଶୁଣନ୍ତି, କିନ୍ତୁ ନିଜ ଘରକୁ କିଏ ନିଅନ୍ତି ନାହିଁ। ମୋର ଭବିଷ୍ୟତ ଯେ ଏଇଆ ହବ ଏଇଟା କେହି ବିଚାର କରନ୍ତି ନାହିଁ। ସେଇ କଥାଟାକୁ ପ୍ରାଚୀନ ବଢ଼ିକୁ କହୁଛନ୍ତି ନାରଦ। ଏବଂ ପରବର୍ତ୍ତୀ ଅବସ୍ଥାରେ କଣ ହେଲା, ସେ କନ୍ୟା ସ୍ପର ସେ ନିର୍ବଳ ଏକାନ୍ତେ ଝୁରେ ମହିପାଳ। ସ୍ୱପରଲୋକ ଚିନ୍ତା କଲା ସେ କାଳ କନ୍ୟା ଏହା କଲା, ସେ ପୁର ଛାଡ଼ି ବାରେ ମନ ରୋଦନ କରେ ଅନୁକ୍ଷଣ। ବୃଦ୍ଧ ହେଇଗଲା, ହାତରେ କିଛି ନାହିଁ, କଣ କରିବା? ଏଇ ଲେଖିଲେ ବ୍ୟାସଦେବ, ବିଶୀର୍ଣ୍ଣାଂ ସ୍ୱପୃଙ୍ବିକ୍ଷ ପ୍ରତିକୂଳାନ୍ ଅନାଦୃତାନ୍ ପୁତ୍ରାନ୍ ପୌତ୍ରାନ୍ ଦାମାତ୍ୟାନ୍ ଜାୟାନ୍ ଜଗତ ସୌହୃଦମ୍। ବିଶୀର୍ଣ୍ଣ ସ୍ୱପୃଙ୍ବିକ୍ଷ, ନିଜର ଘରଟା ଛିନ୍ନ ଭିନ୍ନ, ନିଜର ପୁରଟା ଧ୍ୱଂସ ହେଇଯିବାର ଦେଖିକରି ପ୍ରତିକୂଳାନ୍ ଅନାଦୃତାନ୍ ପୁତ୍ରାନ୍ ପୌତ୍ରାନ୍ ପୌତ୍ରାନୁଗାମାତ୍ୟାନ୍ ଜାୟାନ୍ ଜଗତ ସୌହୃଦାନ୍। ପତ୍ନୀ ବି ସ୍ନେହ କଲା ନାହିଁ, ପୁଅ ବି ପଚାରିଲା ନାହିଁ, ସୁହୃଦ ବି ପଚାରିଲା ନାହିଁ, ଇତ୍ୟାଦି ଯେତେବେଳେ ହେଲା ସେ ବାଧ୍ୟ ହୋଇକରି ଘରଟାକୁ ଛାଡିବା ପାଇଁ ଇଚ୍ଛା କଲା। ଛାଡିକିରି ଯିବ କୁଆଡେ? ଛାଡିକିରି ଯିବ କୁଆଡେ? ସେ ପର ଲୋକ ଚିନ୍ତା ସପର ଲୋକ ଚିନ୍ତା ଦଲା এসে কাল কন্যা এহা কলা। যবনে পুর দিলে দহি কাল কন্যার পছে রহি। স্বপর লোক চিন্তা কলা, ইহর লোকর তো ଆଉ କିଛି ନାହିଁ, ପର ଲୋକରେ ଯୋଉ କିଛିଟା ମୁକ୍ତି ପାଇବାର କିଛିଟା ମୋକ୍ଷ ପାଇବାର ଯୋଉ କ୍ଷୀଣ ଆଶା ଥିଲା ସେଟା ମଧ୍ୟ ଧ୍ୱଂସ ହେଇଗଲା। ସ୍ୱପର ଲୋକ ଚିନ୍ତା ଗଲା, ସେ କାଳ କନ୍ୟା ଏହା କଲା। ଯବନ ପୁରେ ଦେଲେ ଦହି କାଳ କନ୍ୟାର ପଛେ ରହି। ये जो ଯବନ ମାନେ ये ଯେତୁ ବ୍ୟାଧି, ଏ ମଣିଷ ଶରୀରର ଯେତେ ଶତ୍ରୁ ସମସ୍ତେ ସେ ପୁରଟାକୁ ଦହନ କରିଦେଲେ, ପୁରଟାକୁ ଭାଙ୍ଗିଦେଲେ। ଏବଂ କେମିତି ଭାଙ୍ଗିଲେ ପରେ ଦେଖିବା। ଆଜ୍ଞା, ସିଏ ଯବନ ଗୁଡାକ ପଶିବା ଫଳରେ ୟା ଯୋଉ ପୁରର ବିଭିନ୍ନ ନବଦ୍ୱାର ଥିଲା, ଭଦ୍ରତା ଏବଂ ଆବିର୍ମୁଖୀ, ନଳିନୀ ଏବଂ ନାଳିନୀ, ମୁଖ୍ୟା, ଦେବହୁ ପିତୃହୁ, ଗ୍ରାମକ, ନିର୍ଗତି, ये जो ନବଦ୍ୱାର ଥିଲା ଇଏ ଖଦ୍ୟତା ଆବିର୍ମୁଖୀ। ଖଦ୍ୟତା ଏବଂ ଆବିର୍ମୁଖୀ ହେଲେ ଦୁଇ ଆଖି ଭିତରକୁ ବି ସେ ପଶିଗଲା ଜରା ଅବସ୍ଥା, ଯାହା ଫଳରେ ଆଖିକୁ ଆଉ କିଛି ଦିଶିଲା ନାହିଁ, ଆଖିକୁ ଆଉ କିଛି ଦିଶୁ ନାହିଁ। ଆପଣ ନଳିନୀ ନାଳିନୀ, ଇଏ ଯୋଉ ନାସା ଭିତରକୁ ଆପଣଙ୍କର ପୂର୍ବ ଭାଗରେ ଥିବା ୟା ମଧ୍ୟରେ ମଧ୍ୟ ଜରା ପ୍ରବେଶ କଲା। ଟିକେ ଥଣ୍ଡା ହେଇଗଲେ ନାକରୁ ଆପଣର ଗଙ୍ଗା ଯମୁନା ଧାର ବହିବାକୁ ଲାଗିଲା। ଶ୍ୱାସ ପ୍ରଶ୍ୱାସ ଯିବାରେ ଘଟ 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 ଶବ୍ଦ ହେଲା। ଆପଣର ମୁଖ୍ୟାକୁ ଆଉ କିଛି ରୁଚିଲା ନାହିଁ, ଯିଏକି ରସ ଆସ୍ୱାଦନ କରିବା ପାଇଁ କାମ କରୁଥିଲା ତାକୁ ଆଉ କିଛି ରୁଚିଲା ନାହିଁ, ଯାହା ଦେଲେ ପାଟିରେ ପିତା ଲାଗିଲା। ଆଉ ବର୍ତ୍ତମାନ ଦେବୋହ ପିତୃ, ଦକ୍ଷ ଏବଂ ବାମର ଶ୍ରବଣ ଯୋଉ ଦିଟା, ସେମାନେ ମଧ୍ୟ ଆଉ କାମ କଲେ ନାହିଁ। କିଏ କଣ, ଆରେ ହାତୁଡି ଟିକେ ଦବ କହିଲେ, କଣ କହିଲୁ ହାତୁଡି, ଏଇଭଳିଆ କହିବାକୁ ପଡିଲା। ତ ଏଇ ବର୍ତ୍ତମାନ ଏ ଜରାବସ୍ଥା ଆସିବା ଫଳରେ ଏଇଆ ହେଲା ଗ୍ରାମକ ଏବଂ ନିରୁତି। ଏ ଗ୍ରାମକ ଯିଏକି ଆଜି ପର୍ଯ୍ୟନ୍ତ ସବୁ ପୁତ୍ର ସବୁ କନ୍ୟା ଉତ୍ପନ୍ନ କରୁଥିଲା, ଭୋଗ ବିଳାସରେ ମାତିବା ପାଇଁ ପୁରଞ୍ଜନକୁ ସହାୟତା କରୁଥିଲା,
सी आउ किसी काम नाई तार से संपूर्ण भाव में निरस्त है निर्वृत्ति निर्वृत्ति कहले जो द्वार रे देहर पुरर सबू मल निष्कासन होता केते बेले दरकार पड़े से बंद हो जाता तो केते बेले पूरा पूरी खोला हो जाता मुटे न चाहिए भी से केवल मल निष्कासन होबार लगी केते किसी निष्कासन करने चाहिए भी से संपूर्ण बंद हो जाऊँगी जरा अवस्था आसिले एटा हम 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 तेणु आज पुरंजन अवस्था से एवं भयर अग्रज प्रज्वर आच्छादी रहा से पूरा सान भातार प्रिय अर्थ से पूरा रहा तुरते आपन भय ये जो जगनर अधिपति भय तार अग्रज केत अनुज कहूँ भाई से भयर भाई हूँ प्रज्वर जरा सहित ज्वर जरा जदि आसी पहुंची जाए मनुष्य पाखरे जरा ज्वर को धरिक आसी थाए जरावस्थार प्रत्येक मुहूर्त प्रत्येक समय जरावस्था जो ग्रास करे कौन जीव को निश्चित भाव में ज्वर ताकू ता सहित आसी थाए एवं ये से सत्यर अपलाप है ना से पूर्ववासी जेते थिले सभय सकले कंपिले जवन पुर दिले रही काल कन्या पछे रही वर्तमान जवन पुर ये जो नवद्वार पुर या संपूर्ण रूप से दहन करदे एवं परवर्ती समय कौन है जवन पुरुद्धायतन दस्तायां कन्या पूर्जां प्रज्वार संसृष्ट पूर्वपालो न तप्यत जवनो परुद्धा यतनो दस्तायां काल कन्या ये काल कन्या जरा या द्वारा ये जवनपुरटा संपूर्ण भाव में विध्वस्त हो पुरियां प्रज्वार संसृष्ट केवल काल कन्या नुहे प्रज्वार जे तार तार देवर बोल कह जाऊ भयर भौणी जितेबाला तार भाई हो जाऊ से ताकू धरिक पूरा पालो अन्वत वर्तमान से जो पूरर पालक किए थे अहि पंच प्राण विशिष्ट अहि तार जो पांच प्रकार श्वास जीवासवा कर जीवन टाक पालन करुला प्राण टाक पालन करुला शरीर टाक पालन करुला वर्तमान से अहि मध्य दुर्बल हो गला पंच प्राण धीरे धीरे सी पलैवा से छाड़िक बसिले से गला पूरण आसला बेगे तार दक्षिण विषादे नृपति रोदन कला भय अति बहुत कष्टे सेरा जन पुर छाड़ीते कला मन जहाँ से धरिक तार कथा चिंता करुची ए व्याकुल चिंता ये पुत्र कन्या न चाहब मोहंते अवश्य मर ये पुत्र कन्या मातृहीन दुखित हे आश्रय विने मोहंते सर्वे मरबे किबा भक्षिबे कहीं थिबा एटा हूँ से जड़ मानवर चिंता तू वर्तमान ये पृथ्वीटा को ये मत्स्यधाम को छाड़ी जाऊँ तू केमती कुआरे जीवु सेटा विचार कर अन्य किए कौन है सेटा विचार करना यही कथाटा ही समग्र मानव समाज को नारद निजे कहते एवं कौन कहते समुद्र मध्य जेन्हे नाव भग्ने न शक्ति प्राणी सर्व ए सर्व मरीबे आज एक ही न बर्तीबे आज एक ही न बर्तीबे मु तो बर्तमान मरीजी समुद्र पक्ष नाटा भांगी गले जमी जलपूर्ण है नाटा बुड़ी जाए मु मरीगले ये माने होचंती जल समुद्र भितर थिबार ना ऊपर चढ़ी थिबार सब लोक मु हूँ ना ये नाटा भांगी करे मु बुड़ी गले मान समस्ते बुड़ी पड़े किड़े किड़े हास्यास्पद चिंता कौन करवा एवं यही भाया समय कौन है काल हईला अवसान हेमंत भारते राजन राजा को धरी नेबा पाई भय मिला बेग होई से भय तो देवता मानकर कार्य करने ना से राजा को बांधिक नब से भयटा आउ किए सी होती जमर अनुचर से भय हूँ जमर अनुचर जे यथा मां प्रपद्यन्ते तां तथैव भजाम्य हम मम वर्तमान अनुवर्तन्ते मनुष्य पार्थ सर्वस्व बारंबार भगवान कहते जमती बुणीबू सेमती दायबू तेणु वर्तमान
ସେଇଟା ଆସିବା ଫଳରେ ପଶୁର ପ୍ରାୟ ବନ୍ଦୀ ଗଲା, ତକ୍ଷଣେ କ୍ରୋଧ ତେଜିଲା, ଧରିଣ ଯବନଙ୍କ ଭଳିଆ ଆପଣା ସ୍ଥାନକୁ ସେ ନେଲେ। ଆପଣମାନେ ଆଗରୁ ପଢିଛନ୍ତି, ଆମେ ସବୁ ଆଗରୁ ଶୁଣିଛେ, ମୃତ୍ୟୁ ହେଇଗଲେ ଏକାଦଶା ହାନି ପ୍ରେତା, ଏକାଦଶା ହାନି ରାତ୍ରୁ ପ୍ରେତା ଯାଆନ୍ତି ଜମାଳୟ। এটা ଆଗରୁ ଆମେ ସବୁ ଜାଣିଛେ। ଯେତେବେଳେ ଏକାଦଶ ରାତ୍ରର ପ୍ରେତ ଜମାଳୟକୁ ଯାଏ, ସେଇ ଜମାଳୟର ଦୂରତ୍ୱ ଇଏ ମର୍ତ୍ତ୍ୟ ଭବନରୁ 99,000 ଯୋଜନ। ସେଇ 99,000 ଯୋଜନ ତାର ଗୋଟେ ଗଣିତ କହିଥିଲି, ମୋର ମନେ ପଡୁଛି, ଯୋଉଟା କି 12 ଲକ୍ଷ, ସେଇଟା ହଉଛି 12,67,200 କିଲୋମିଟର। ମର୍ତ୍ତ୍ୟପୁରରୁ ଜମାଳୟର ଯୋଜନ 12,67,200 କିଲୋମିଟର। ଏବଂ ଯମଦୂତ ମାନେ ମୃତ ଏ ଯୋଉ ଜୀବ ଯେ କି ତାକୁ 2ରୁ 2.5 ଘଣ୍ଟା ମଧ୍ୟରେ ଏଡେ ବିରାଟ ଦୂରତ୍ୱଟାକୁ ଅତିକ୍ରମ କରନ୍ତି, ଜମାଳୟରେ ନେଇକରି ପହଞ୍ଚାନ୍ତି। ଏବଂ ସେହି ସମୟରେ ବି ମୋର ମନେ ଅଛି ଯେ ବର୍ତ୍ତମାନ ଆଜିର ଯୋଉ ଚନ୍ଦ୍ରାୟାନ ଯୋଉ ଗତିରେ ଯାଉଥିଲା, ସେ ଠାରୁ କେତେ ଗୁଣ 2 ଘଣ୍ଟାରେ 6 ଲକ୍ଷ କିଲୋମିଟର, ଘଣ୍ଟାକେ 6 ଲକ୍ଷ କିଲୋମିଟରରୁ ଅଧିକ ଯିବାକୁ ପଡୁଥିଲା। କିନ୍ତୁ ଚନ୍ଦ୍ରୟାନର ବି ତାର ବେଗ ସେତିକି ନୁହେଁ। ତ ସେଇଭଳିଆ ଆଜି ବି ୟାର ଅବସ୍ଥା ହେଲା। ୟାକୁ ପଶୁର ପ୍ରାୟ ବନ୍ଦୀ କଲା, ତକ୍ଷଣେ କ୍ରୋଧ ତେଜିଲା, ଧରିଣ ଯବନଙ୍କ ଭଳିଆ ଆପଣା ସ୍ଥାନକୁ ସେ ନେଲେ। ଦ୍ୱାରେ ଯେ ଥିଲା ବୃଦ୍ଧ ଓହି, ତକ୍ଷଣେ ଛାଡ଼ି ଅଗ୍ରେ ସେହି। ଯେତେବେଳେ ଇଏ ପୁରଞ୍ଜନକୁ ବାନ୍ଧି ପକେଇଲେ ଯମଦୂତ ମାନେ, ଭୟ ଆସିକିରି ବାନ୍ଧି ପକେଇଲା ଅନୁସାରେ, ସେତେବେଳେ ତାର ଯୋଉ ଦ୍ୱାରରେ ବୃଦ୍ଧ ହୋଇ, ବୁଢା ସାପଟା, ବୃଦ୍ଧ ସାପ ଯେ କି ପଞ୍ଚପ୍ରାଣ ଥିଲା, ସିଏ ବି ଆଗ ଆଗ ପଳେଇଲା। ଅର୍ଥାତ୍ ପଞ୍ଚପ୍ରାଣ ଆଗ ଗଲେ ଯେ ମଣିଷର ଜୀବ ଯିବ ନା। ଆଉ ପଞ୍ଚପ୍ରାଣ ନଗଲେ ମଣିଷର ଜୀବନଟା ଯିବ କେମିତି? ସିଏ କହିଲା ଆଗ ଆଗ ପଳେଇଲା। ଏବଂ ଦ୍ୱାରେ ଯେ ଥିଲା ବୃଦ୍ଧ ଓହି, ତକ୍ଷଣେ ଛାଡ଼ି ଅଗ୍ରେ ସେହି। ସେ ରାଜା ସଙ୍ଗ ତେ ଗମିଲା, ତା ଅନ୍ତେ ପୁର ନଷ୍ଟ ହେଲା। ବୃଦ୍ଧ ଓହି ଯେତେବେଳେ ପଳେଇଗଲା, ସେ ରକ୍ଷକ, ସେ ପୁରର ରକ୍ଷକ ପଞ୍ଚପ୍ରାଣ ଯେତେବେଳେ ସେଇଠୁ ପଳେଇଗଲା, ପଞ୍ଚପ୍ରାଣ ଥିବାର ଏଇ ଯୋଉ ନବଦ୍ୱାର ପୁର ଦେହୀଟା ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେଇଗଲା। ସେ ରାଜା ଅଜ୍ଞାନ ହୋଇଲା ବେଳେ ଶ୍ରୀହରି ନ ଚିନ୍ତିଲା କାହିଁକି ଏମିତି ହେଲା? ସେ ରାଜା ଅଜ୍ଞାନ ହୋଇଲା ବେଳେ ଶ୍ରୀହରି ନ ଚିନ୍ତିଲା, ତାହାଙ୍କୁ ନ ବଜିଲା ଯେଣୁ ଏ ମୃତ୍ୟୁ ଭୟ ଦଣ୍ଡ ତେଣୁ। ଆରେ ହରିକୁ ଯିଏ ଭଜନ କଲା ନାହିଁ, ତାକୁ ଇଏ ମୃତ୍ୟୁ ଦଣ୍ଡ ତ ଲାଗିବ। ମୃତ୍ୟୁ ସମୟରେ ସେ ଯୋଉ କଣ୍ଠରେ କଣ ଆସିଲା, ସେ ମୋ ସ୍ତ୍ରୀ ମରିଯିବ, ସେ ପୁଅଟା ମରିଯିବ, ଏମାନେ କେହି ବଞ୍ଚିବେ ନାହିଁ। ସେଥିପାଇଁ କୃଷ୍ଣ ତଦେବ ପଦ ପଙ୍କଜ ପଞ୍ଜରାନ୍ତେ ଅଦ୍ୟୈବ ମେ ବିଶତ ମାନସରାଜ ହଂସ, ପ୍ରାଣ ପ୍ରୟାଣ ସମয়ে କଫବାତ ବିଦ୍ଧେଇ, କଣ୍ଠାବରୋଧନ ବିଦৌ ସ୍ମରଣଂ କୁତସ୍ତେ। ଆରେ ତେଣୁ ଭକ୍ତ କହୁଛି, ହେ କୃଷ୍ଣ, ଅଦ୍ୟ କୃଷ୍ଣ ତ୍ୱଦୀୟ ପଦ ପଙ୍କଜ ପଞ୍ଜରାନ୍ତେ ଅଦ୍ୟୈବ ମେ ବିଶତୁ ମାନସରାଜ ହଂସ। ହେ କୃଷ୍ଣ, ଆପଣଙ୍କର ପଦ ପଞ୍ଜରରେ, ପଦ କଞ୍ଜରରେ ମତେ ଆଜି ହିଁ ବିଶ୍ରାମ ଦେଇ ଦିଅନ୍ତୁ, ଆଜି ହିଁ ସେଇଠି ଟିକେ ସ୍ଥାନ ଦେଇ ଦିଅନ୍ତୁ। କାରଣ ମୋର ଯେତେବେଳେ ମୃତ୍ୟୁ ସମୟ ଆସିଯିବ, ପ୍ରାଣ ପ୍ରୟାଣ ସମୟ କଫ ବାତ ପିତ୍ତେଇ, କଫ ବାତ ପିତ୍ତ ମୋର ଏଇ କଣ୍ଠଟାକୁ ଅପରୋଧ କରିଦେବ। ମୁଁ ଆପଣଙ୍କ ନାଁଟା ଧରିବି କିନ୍ତୁ। ତେଣୁ କୃଷ୍ଣ ନାମଟା ସ୍ମରଣ କରିବା ପାଇଁ କୃଷ୍ଣ ନାମ ଉଚ୍ଚାରଣ କରିବାଟା ସମ୍ଭବ ହୋଇନପାରେ। ତେଣୁ ଆଜି ହିଁ ବସି ଯାଆନ୍ତୁ। ସେଇ କଥାଟା ଏଇଠି ପୁରଞ୍ଜନର ଏଇ ଉପାଖ୍ୟାନରୁ ଆମକୁ ଶିଖିବାକୁ ମିଳୁଛି ଯେ କୃଷ୍ଣ 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 ଏଇ ନାମଟା ହିଁ ମଲା ସମୟରେ ଧରିବା। ନହେଲେ ଜଞ୍ଜମ୍ ବାପି ସ୍ମରନ୍ ଭାବಂ ତେଜତ୍ୟନ୍ତେ କଲେବରମ୍ ତମ୍ ତମ୍ ଏବ ଏତି କନ୍ତେ ସଦା ତଦ୍ଭାବ ଭାବିତ। ନହେଲେ ଅଲଗା କଥା ଯଦି ବିଚାର କରୁଥିବା ସେଇଭଳିଆ ହବା, କୃଷ୍ଣ କଥା ବିଚାର କରୁଥିଲେ କୃଷ୍ଣଙ୍କ ଭଳିଆ ଜନ୍ମ ହେବା, କୃଷ୍ଣଙ୍କର ଶରଣାଗତିରେ ଆସିବା। ୟା ବ୍ୟତୀତ ଏଥିରେ ଆଉ କିଛି ନାହିଁ। ତାକୁ ବହୁତ ସୁନ୍ଦର ଭାବରେ ଉପାଖ୍ୟାନ କହିବା ଛଳରେ ଏଇଠି ନାରଦ କହୁଛନ୍ତି ପ୍ରାଚୀନ ବଢ଼ିକୁ। ଏବଂ ତାପରେ କଣ ହେଲା ଦେଖିବା।
এন ভজিলা সে ঘেনিয়ে কষ্ট লভিলা পড়িলা অন্ধ তম ঘরে କିଛି ନ ସ୍ଫୁରେ ତା ମନରେ ପଡିଲା ଅନ୍ଧତମ ଘରେ କିଛି ନ ସ୍ଫୁରେ ତା ମନରେ କୃଷ୍ଣ ଭାବେ ମୂଳମତି ଏଣୁ ଦୁରନ୍ତ ମ୍ଲେଚ୍ଛ ଗତି ଗୋଟିଏ କାରଣ କେଉଁ କାରଣରୁ ତାର ଏ ଗତି ହେଲା କୃଷ୍ଣ ଅଭାବେ କୃଷ୍ଣଙ୍କୁ ଭଜନ କଲା ନାହିଁ ତେଣୁ ତାର ଏ ଗତି ହେଲା ଏବଂ ତାପରେ କଣ ହେଲା କିଛି ଦିନ ପରେ ସେ ରାଜା ଯୋଉଟା କହୁଥିଲି ଜଞ୍ଜମ ମାପି ସ୍ମରଣ ଭାବନ ସେଇଟା ଏଠିକି ଆସିଲା ସେ ରାଜା ମରଣ ସମୟ ସ୍ତ୍ରୀ ସଙ୍ଗ ଭାବିଲା ହୃଦୟ ତେଣୁ ସେ ପ୍ରମୋଦା ହୋଇଲା ପୁରୁଷ ଅଙ୍ଗ ପ୍ରତି ଜିଲା ସେ ପତିବ୍ରତା ସଙ୍ଗ ଫଳେ ଜନ୍ମ ଲଭିଲା ସାଧୁ କୁଳେ ଦେଖନ୍ତୁ ମୃତ୍ୟୁ ସମୟରେ ଯେହେତୁ ତାର ସ୍ତ୍ରୀର କଥା ବେଶୀ ବିଚାର କରୁଥିଲା ସ୍ତ୍ରୀ ମଲାବେଳେ ମଧ୍ୟ ସ୍ତ୍ରୀ ପ୍ରତି ପ୍ରଚଣ୍ଡ ଆସକ୍ତ ଥିଲା ମରି ସାରିବା ପରେ ସେ ପ୍ରମୋଦା ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀଟିଏ ହେଇକି ଜନ୍ମ ହେଲା ବିଦର୍ଭ ନଗରରେ ସେ ରାଜା ମରଣ ଆଚ୍ଛା ତେଣୁ ସେ ପ୍ରମୋଦା ହୋଇଲା ପୁରୁଷ ଅଙ୍ଗ ତ୍ୟାଗ କରିକି ସ୍ତ୍ରୀ ଅଙ୍ଗ ଲାଭ କଲା ଏଥିରୁ କଣ ବୁଝି ହଉଛି ଆଜି ଯିଏ ପୁରୁଷ ଅଛି ସେ କାଲି ସ୍ତ୍ରୀ ଗତକାଲି ଯିଏ ସ୍ତ୍ରୀ ଅଛି ବା ଆଜି ଯିଏ ସ୍ତ୍ରୀ ଅଛି କାଲି ସେ ପୁରୁଷ ହେଇକି ଜନ୍ମ ଗ୍ରହଣ କରିବ ତେଣୁ ଯଦି କିଏ ବିଚାର କରୁଛି ମୁଁ ପୁରୁଷ ଏବଂ ସଦାବେଳେ ପୁରୁଷ ହେଇଥିବି ତାକୁ ଦୟାକରି ତ୍ୟାଗ କରିଦିଅନ୍ତୁ ଆପଣ ମାନେ ଦରକାର ପଡିଲେ ମୁଁ ବି ଦରକାର ପଡିଲେ ସ୍ତ୍ରୀ ହେବି କୁକୁର ହେବି ଛେଳି ମେଣ୍ଢା ନ ହେବି ତାର କିଛି ମାନେ ନାହିଁ ମୋର ପ୍ରାରବ୍ଧ ଏପଟ ସେପଟ ହବ ନାହିଁ ମଣିଷ ଯାହା ସକର୍ମ ସତ୍ରଇ ଗତିତ ହି ଲୋକା ନିଜେ ଯାହା କାମ କରିଥିବେ ସେଇ କର୍ମ ଅନୁଯାୟୀ ଫଳ କର୍ମାନୁସାରମ୍ ଫଳମ୍ ତ ଏଇପରି ଭାବରେ ସେ ବିଦର୍ଭ ନଗରରେ ବଡ ସୁନ୍ଦରୀ ସ୍ତ୍ରୀଟି ହେଇକି ଜନ୍ମଗ୍ରହଣ କଲା ଏବଂ ସିଏ କଣ କଲା ସେ ପ୍ରତିବ୍ରତା ସଙ୍ଗ ଫଳେ ଜନ୍ମ ଲଭିଲା ସାଧୁ କୂଳେ ଦେଖନ୍ତୁ କେମିତିଆ କଥା ସେ ପ୍ରତିବ୍ରତା ଇଏ ନାରୀକୁ ସେ ସ୍ତ୍ରୀକୁ ପୁରଞ୍ଜନର ସ୍ତ୍ରୀକୁ ନିନ୍ଦା କରାଯାଇ ନାହିଁ ସେ ପ୍ରତିବ୍ରତା ସଙ୍ଗ ଫଳେ ଜନ୍ମ ଲଭିଲା ତାର ସ୍ତ୍ରୀଟା ନିଶ୍ଚିତ ଭାବରେ ପ୍ରତିବ୍ରତା ଥିଲା ଇଏ ପୁରଞ୍ଜନ ଥିଲା କାମାସକ୍ତ ସ୍ତ୍ରୀ ପ୍ରତି ଆସକ୍ତ ବେଶୀ ଥିଲା କିନ୍ତୁ ତାର ସ୍ତ୍ରୀ ୟାକୁ ଭଲ ସ୍ୱାମୀକୁ ଦେଖୁଥିଲା ସ୍ୱାମୀର ଉପଯୁକ୍ତ ସେବା ଶୁଶ୍ରୂଷା କରୁଥିଲା ତାର ସ୍ତ୍ରୀ ଧର୍ମ ପାଳନ କରୁଥିଲା ତାର ଫଳରେ ସିଏ ବର୍ତ୍ତମାନ ଗୋଟେ ସାଧୁ କୂଳରେ ଜନ୍ମଗ୍ରହଣ କଲା ଏବଂ ମଳୟଧ୍ୱଜ ନାମେ ରାଜା ସେ ବୈଷ୍ଣବ ମହାରାଜ କୋଉଠି କଲା ଇଏ ବିଦର୍ଭ ମନ୍ଦିରେ ସୁନ୍ଦରୀ ଜନ୍ମ ଲଭିଲା ଦେହ ବିଦର୍ଭ ରାଜ୍ୟରେ ବିଦର୍ଭ ରାଜାର ଘରେ ସିଏ ଜନ୍ମଗ୍ରହଣ କଲା ଏବଂ ବିଦର୍ଭ ରାଜା ଏଇଟା ହଉଛି 27-28 ବିଦର୍ଭ ମହାରାଜ ବଳି କେବଳ ଏଇଠି ଏଇ ଯୋଉ 5-9ଟା ଖାଲି ଉଦାହରଣ ଦେଇଛନ୍ତି ଏଇଟା ଯଥେଷ୍ଟ ନୁହନ୍ତି ଏଇ ଯୋଉ କେତେଟା 9ଟା ଉଦାହରଣ ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପଦସେବନମ୍ ସେଥିରେ କେବଳ ପ୍ରହ୍ଲାଦ ସ୍ମରଣ କଲା ଶ୍ରବଣ କଲେ କେବଳ ପରୀକ୍ଷିତ ଏଇମାନେ ଖାଲି ଏକା ଗୋଟେ ଭକ୍ତ ନୁହନ୍ତି ଏମାନେ କେବଳ ଏଇ କଣ ଇଏ ବ୍ରହ୍ମାଣ୍ଡରେ କେବଳ ଏଇ 9 ଜଣ ଆଉ କେହି ନଥିଲେ ବହୁତ ଅଛନ୍ତି ଆମେ ତାଙ୍କ ନାଁ ଜାଣିନାହୁଁ କିମ୍ବା ତାଙ୍କ ନାଁ କହିବା ପାଇଁ ଚାହୁଁନା ଆତ୍ମନିବେଦନରେ କେବଳ ବଳି ନୁହନ୍ତି ଗୟାସୁରର କଥା ଆପଣମାନେ ଶୁଣିଛନ୍ତି ଆପଣମାନେ ଗୟାସୁର ସେ ଗୟାସୁର ବିଷ୍ଣୁଙ୍କର ପଦ ତଳରେ ଚାପି ହେଇକରି ଲୋକମାନଙ୍କର ସମଗ୍ର ଜଗତର ମଙ୍ଗଳ କରିବା ପାଇଁ ନିଜକୁ ବଳି ଦେଇଦେଲା ସିଏ ବି ଆତ୍ମନିବେଦନ ତାକୁ ବି ଆତ୍ମନିବେଦନ କୁହାଯିବ ବହୁତ କଥା ଆତ୍ମନିବେଦନର ବହୁତ ବାହାରିବ ଦାସ୍ୟ ଭକ୍ତି ହନୁମାନ ତ ନିଶ୍ଚିତ ଭାବରେ ଦାସ୍ୟ ଭକ୍ତି ଆଉ କିଏ କଣ ଦାସ ନଥିଲେ ବହୁତ ଲୋକ ଦାସ ଥିଲେ ଭରତ କଣ କମ ଥିଲେ ଲକ୍ଷ୍ମଣ କଣ କମ ଥିଲେ ତେଣୁ ୟାଙ୍କୁ ଆମେ ବହୁତ ଗୁଡାଏ ଆମେ ଉଦାହରଣ ସୃଷ୍ଟି କରିପାରିବା ଦେଖେଇ ପାରିବା କିନ୍ତୁ ଯାହା ବି ହଉ ସଖ୍ୟ ଏବଂ ଆତ୍ମନିବେଦନ ଏଇ 2 ପ୍ରକାର ଭକ୍ତିଟା ବଡ କଷ୍ଟସାଧ୍ୟ ଭଗବାନଙ୍କର ସଖା କିଏ ହେଇପାରିବ ଅର୍ଜୁନଙ୍କ ଠାରୁ ମୁଁ ପଢିଛି ଭରତ ହଉଛନ୍ତି ଅର୍ଜୁନଙ୍କର 2ୟ ରୂପ ରାମଚନ୍ଦ୍ରଙ୍କର ପରବର୍ତ୍ତୀ ଜୀବନରେ ଯେମିତି ସେ ଭଗବାନ ଶ୍ରୀକୃଷ୍ଣ ହେଇକି ଜନ୍ମଗ୍ରହଣ କଲେ ଭରତ ପରବର୍ତ୍ତୀ ଜୀବନରେ ଅର୍ଜୁନ ହେଇକରି ଜନ୍ମଗ୍ରହଣ କରିଥିଲେ ତେଣୁ ସଖ୍ୟ ଭଗବାନଙ୍କର ସଖ୍ୟ ମିଳିବା ଏଡେ ସହଜ କଥା ନୁହେଁ ଗୋପ ବାଳକ ଯେତେ ଥିଲେ ସୁଦାମା ଠାରୁ ଆରମ୍ଭ କରି
ସେମାନେ ମଧ୍ୟ ଜଣେ ଜଣେ ସଖା ଥିଲେ ଭଗବାନଙ୍କର କାନ୍ଧରେ କାନ୍ଧ ପକାଉଥିଲେ, ହାତରେ ଭଗବାନ ଶ୍ରୀକୃଷ୍ଣଙ୍କର କାନ୍ଧରେ ହାତ ପକେଇକିରି ବୁଲାବୁଲି କରୁଥିଲେ। ଏଇଟା କଣ ଆମକୁ ମିଳିବ, ମତେ ମିଳିବ, ଆପଣଙ୍କୁ ମିଳିବ? ନାଇଁ, କେଜାଣି ଭଗବାନ ଆପଣଙ୍କୁ ଦେଇଛି, ସେ ଆଶୀର୍ବାଦ କରିଥିଲେ ମିଳିବ। ତେଣୁ ସଖ୍ୟ ଭକ୍ତି ଏବଂ ଆତ୍ମନିବେଦନ ଯୋଉ ଭକ୍ତି, ଏଇଟା ଏତେ ସହଜ ସାଧ୍ୟ ନୁହେଁ। ବାକି ସାତଟା ଭକ୍ତି ଶ୍ରବଣମ୍, କୀର୍ତ୍ତନମ୍ ବିଷ୍ଣୁ, ସ୍ମରଣମ୍, ପଦସେବନମ୍, ଅର୍ଚ୍ଚନମ୍, ବନ୍ଦନମ୍, ଦାସ୍ୟମ୍। ଶ୍ରବଣମ୍, କୀର୍ତ୍ତନମ୍, ସ୍ମରଣମ୍, ପଦସେବନମ୍, ଅର୍ଚ୍ଚନମ୍, ବନ୍ଦନମ୍ ଆଉ ଦାସ୍ୟମ୍। ଏଇ ସାତଟା କୁହାଯାଉଛି ଯେ ସେଇ ବିଦର୍ଭୀଙ୍କ ଗର୍ଭରୁ ଏଇ ସାତଟା ଭକ୍ତି ଜନ୍ମଗ୍ରହଣ କଲେ। ଏବଂ କନ୍ୟା ହଉଛି ଯୋଉ ଅତି ସାଧ୍ୱୀ ସୁଶୀଳା କନ୍ୟା, ସେଇଟା କାଳେ ଥିଲା ଭକ୍ତି ବୋଲିକି ଲେଖାଯାଉଛି। ଏବଂ ସେଇ କନ୍ୟାକୁ ବିବାହ କଲେ ଅଗସ୍ତୀ। ଏବଂ ଏଇ 7 ଜଣ ଶପଥ ତନୟ ଅନ୍ତରେ ଜନ୍ମିଲା ସେ ନାରୀ ଉଦରେ ଶ୍ରବଣ କୀର୍ତ୍ତନ ଯେ ଆଦି ସେ ଯେ ସପ୍ତ ନାମେ ଭକ୍ତି ସିଦ୍ଧି ସେ ପଦ୍ମନ୍ତର ଭୋଗ କଲେ ଆନନ୍ଦେ କୃଷ୍ଣଙ୍କୁ ଭଜିଲେ ମଳୟ ଧ୍ୱଜର ବିହିତା ସେ ଜ୍ଞାନବତୀ ଧୃତବ୍ରତା ଅଗସ୍ତୀ ତାରେ ବିବାହ ହେଲେ ତା ଗର୍ଭେ ଦୃଢ଼ଚ୍ୟୁତ ହେଲେ। ଏଇ ଯୋଉ ଦୁହିତା ଜନ୍ମ ଗ୍ରହଣ କଲା ବିଦର୍ଭୀ ଠାରୁ, ତାକୁ ଅଗସ୍ତୀ ଋଷି ଜନ୍ମ ବିବାହ କଲେ ଏବଂ ତାଙ୍କର ଠାରୁ ଦୃଢ଼ଚ୍ୟୁତ, ଆଉ ଏଇଥିରେ ଲେଖା ନ ହେଇଥିଲେ ମଧ୍ୟ ଭଗବାନ ବ୍ୟାସଙ୍କର ସଂସ୍କୃତ ଭାଗବତ ଅଛି ଇଦମ୍ବାହ ଦୃଢ଼ଚ୍ୟୁତ ଏବଂ ଦୃଢ଼ଚ୍ୟୁତ ଠାରୁ ଇଦମ୍ବାହ ଜନ୍ମଗ୍ରହଣ କଲେ ବୋଲିକି ଲେଖା ହେଇଛି। ଏବଂ ମଳଧ୍ୱଜ ରାଜ ଋଷି ପୁତ୍ରଙ୍କୁ ଖାଇଲେ ବସି ବିଭାଗ କରି ରାଜ୍ୟ ଖଣ୍ଡ ପୁତ୍ରଙ୍କୁ ଦେଲେ ଛତ୍ରଦଣ୍ଡ। ବର୍ତ୍ତମାନ ମଳଧ୍ୱଜ ସବୁ ପୁଅ ମାନଙ୍କୁ ଡାକିକରି ତାଙ୍କ ଭିତରେ ଏଇ ରାଜ୍ୟଟାକୁ ବଣ୍ଟନ କରିଦେଲେ। ଏବଂ କୃଷ୍ଣ ଭକତି ସୁଧା ପାନେ ତପୋଆ ଚୋରି ଶୁଦ୍ଧ ମନେ ସେ ତାମ୍ର ପର୍ଣ୍ଣି ବଟୋଦକା ଅପିରେ ଚନ୍ଦ୍ରବସା ନାମ ତୀର୍ଥଙ୍କ ନାମ ଏକା ଏକା ସେ ତାମ୍ର ପର୍ଣ୍ଣି ବଟୋଦକା ଅପରେ ଚନ୍ଦ୍ରବସା ନାମ ଏଆଦି ପୁଣ୍ୟ ତୀର୍ଥ ଧାମ। ତାର ବୈଦର୍ଭୀ ନାମେ ଯାୟା ଛାଇନ ଗୃହ ସୁତ ମାୟା ସେ ରାଜା ପଛେ ଗୋଡା ଆଇଲା ସୁଧାଂଶୁ ପଛେ ଶୋଭା ଗଲା। ସୁଧାଂଶୁ ପଛେ ଶୋଭା ଗଲା। ସୁଧାଂଶୁ ଚନ୍ଦ୍ରଙ୍କର ଅଂଶୁ, ଯେତେବେଳେ ଚନ୍ଦ୍ର କିରଣଟା ଦୂରେଇ ଯାଏ, ଯେତେବେଳେ ସୌନ୍ଦର୍ଯ୍ୟଟା ମଧ୍ୟ ଦୂରୀଭୂତ ହୋଇଯାଏ। ମଣିଷ ପଛରେ ତାର ଛାଇ ଗଲା ଭଳିଆ ସିଏ ରାଜା ମଳୟଧ୍ୱଜ ନିଜେ ବାନପ୍ରସ୍ଥରେ ଗଲେ, ତାଙ୍କର ସ୍ତ୍ରୀ ବିଦର୍ଭୀ ମଧ୍ୟ ତାଙ୍କ ସହିତ ଗଲା ଏବଂ ସେମାନେ ଯାଇକରି 3ଟି ନଦୀ ତାମ୍ରପର୍ଣ୍ଣି ବଟୋଦକା ଏବଂ ଚନ୍ଦ୍ରବସା ନାମକ ତୀର୍ଥ ସ୍ଥାନରେ ଯାଇକରି ତପାଚରଣ କଲେ। ପୁଷ୍ପ କୋମଳ ପତ୍ର ଜଳ ତୃଣାଦି ଶଯ୍ୟାରେ ସକଳ କଠୋର ତପ ଆଚରିଲେ ଶରୀରେ ତପ ସୁଖାଇଲେ ଶୀତ ଉଷ୍ଣାଦିତ ପତ୍ର ତ୍ରୟ ତାପ କ୍ଷୁଧା ପିପାସା ତେଜି ଭୂପ ମିତ୍ର ଐରି ସମତାର ଲାଭ ଲାଭ ଏକାକାର। ଏଇଭଳିଆ ନିଜର ପର ଇତ୍ୟାଦି ଲାଭ କଣ ଅଲାଭ କଣ ଏଇ ସବୁ କୌଣସି ପ୍ରକାର ଦୃଷ୍ଟି ନ ଦେଇ ପ୍ରଚଣ୍ଡ ତପସ୍ୟା କରିକରି ନିଷ୍ଠାର ସହିତ ତପସ୍ୟା ସାଧନ କରିକରି ବ୍ରହ୍ମରେ ଆତ୍ମା ନିରୂପିଲେ। ମନ ପବନ ବଶ କରି ଦୁର୍ଜୟ ଇନ୍ଦ୍ରିୟ ନିବାରି ଦୃଢ ଆସନ ନୃପବର ସ୍ଥାନ ସମାନ ହେଇଥିବ। ବର୍ତ୍ତମାନ ଏ ମଳୟଧ୍ୱଜ ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦିକୁ ଧାରଣ କରିକରି ନିଜେ କଣ କଲେ, ନିଜର ସେ ଆତ୍ମା ବ୍ୟାପୀତ ସକଳ ନଖେନେ ବିଷୟ ଜଞ୍ଜାଳ ନିଶ୍ଚୟ ଜାଣିଲେ ମିଥ୍ୟାମୟ ଏ ସର୍ବ ସ୍ୱପ୍ନାବସ୍ଥା ପ୍ରାୟ। ये मलयध्वज जहाँ राजा कौन जानिला, ये जहाँ किसी पृथ्वी रे जहाँ विषय भोग अछंती ये सब हूँ स्वप्न अवस्था आम जहाँ सब देखु ठीक। ये मलयध्वज कौन जानिले, जल प्रतिबिंब जेमिति अस्थायी दर्पण रे मनीषर मुकुर प्रतिबिंब जेमिति अस्थायी मिथ्या, ये समग्र जगत मिथ्या, केवल गोटे सत्य भगवान श्रीकृष्णकर चरणाबिंदरे शरण रहबाटा सत्य, ता व्यतीत अन्य किसी सत्य नहीं। पूरापूरी आसीगला मन भितर से ज्ञान दीक्षा दीप पाई ब्रह्मा ब्रह्म को आत्मा रे देखिले आत्मा से ज्ञान दीक्षा दीप पाई देखिले आत्मा सर्वदेही ब्रह्म को आत्मा रे देखिले आत्मा को ब्रह्म निरूपिले
ଯେତେବେଳେ ସେଇ ଜ୍ଞାନଟା ଆସିଗଲା ଏଇଟା ହଉଛି ସମ୍ପୂର୍ଣ୍ଣ ମିଥ୍ୟା, ଇଏ ଜଗତଟା ହଉଛି ମିଥ୍ୟା, ଏଇଟା ପ୍ରକୃତିରେ ଜଳ, ଏଇଟା ଗୋଟେ ଜଳଭାଗ, ଆମକୁ କେବଳ ଲାଗୁଛି ଏଇଟା ସତ୍ୟ ଭଳିଆ, କିନ୍ତୁ ଏଗୁଡାକ ପ୍ରକୃତରେ ସତ୍ୟ ନୁହନ୍ତି। ଜଳ ଜଳ ଗୋଟେ ଜଳଭାଗରେ ଗୋଟେ ବୃକ୍ଷର ପ୍ରତିବିମ୍ବ ଯେମିତି ସ୍ଥାୟୀ ନୁହେଁ ବା ସତ୍ୟ ନୁହେଁ, ଇଏ ସମଗ୍ର ଜଗତରେ ମଣିଷର ଯେଉଁ ଚଳ ପ୍ରଚଳ ଜନ୍ମ ମୃତ୍ୟୁ ଯାହା କିଛି ଇଏ ସବୁ ହେଲା ସେଇଭଳିଆ ମିଥ୍ୟା। ଏଇଟା ତାଙ୍କର ହୃଦୟକୁ ଆସିଗଲା। ତେଣୁ ସିଏ କଣ କଲେ, ଏ ରୂପେ ଛାଡ଼ି କଳେ ବୋହର ସେ ଯୋଗ ବଳେ ଯୋଗେଶ୍ୱର ନିଶ୍ଚଳ ଯୋଗାସନେ ରାଏ ଦିଶନ୍ତେ ଧ୍ୟାନ ଥିଲା ପ୍ରାୟ। ସେ ଏଇଭଳିଆ ଯୋଗମଗ୍ନ ହେଇଗଲେ ଯେ ଯୋଗରେ ଥାଇକରି ମଧ୍ୟ ତାଙ୍କର ସମାଧିସ୍ଥ ହେଇକରି ମଧ୍ୟ ପ୍ରାଣ ପଳେଇଗଲା, ଯାଇକରି ଭଗବାନଙ୍କର ଚରଣ ଲୀନ ହେଇଗଲା। କିନ୍ତୁ ତାଙ୍କୁ ଦେଖିଲା ଭଳିଆ ଲାଗୁଛି ସେ ବର୍ତ୍ତମାନ ସତେ ଯେମିତି ଜୀବିତ ଅବସ୍ଥାରେ ବସିଛନ୍ତି। ସ୍ତ୍ରୀ ଅଛନ୍ତି ବିଧର୍ମୀ ପାଖରେ, ବିଧର୍ମୀ ପାଖରେ ଅଛନ୍ତି, କହୁଛନ୍ତି କଣ ହେଲା ଉଠ, ଆରେ କଥା କହୁନ କାହିଁକି? ସେ ଜାଣିପାରୁନାହାନ୍ତି ଯେ ମୋର ସ୍ୱାମୀଙ୍କର ପ୍ରାଣ ପଳେଇଗଲାଣି, ଏଇ କଥା ତାଙ୍କର ମନ ଭିତରକୁ ଆସୁନାହିଁ। ଉଷ୍ମତା ଭାବ ନ ଜାଣିଲେ ସ୍ୱାମୀ ଚରଣେ ହସ୍ତ ଦେଲେ, ଦେଖିଲେ ପ୍ରାଣ ନାହିଁ ଦେହେ ରାଣୀ ଅଜ୍ଞାନ ଶୋକ ମୋହେ କୁରଙ୍ଗୀ ଯୁଥ ସନ୍ଦେହୀନେ ଏକାକୀ ଭାଳ। କେଡ଼େ ସୁନ୍ଦର ଉଦାହରଣ। ଏ কুরঙ্গী যুদ্ধ সন্ন্যাসীনে একাকী ভালোই যে শোনে তে শোনে রানী ছন্ন হই দুঃখে সে রোদন করে। গোটা মৃগুণী যুদ্ধ 50-60 ମୃଗଣୀ ଗୋଟେ ଜାଗାରେ ଅଛନ୍ତି। କୌଣସି ପ୍ରକାର ଛୋଟିଆ ମୃଗୁଣୀ ଛୁଆଟିଏ ଚରୁ କିଛି ତୃଣ ନେଉଥିବା ବେଳେ ବାକି ଗୁଡାକ ପଳେଇ ଗଲେ ଡରିକିରି, କି କଣ ହେଲା ଜାଣି ପାରିଲା ନାହିଁ। ଚାରିଆଡେ ଦେଖିଲେ ଯେମିତି ତାର ଜୀବନଟା ସମ୍ପୂର୍ଣ୍ଣ କଣ୍ଟକିତ ହେଇଯାଏ। ସେ ଏକାକି, ତାର ଆଉ କେହି ନାହାନ୍ତି ନା। ସ୍ୱୟଂ ଜଗଦୀଶ ରକ୍ଷ, ଏପଟେ ଦେଖେ ସେପଟେ ଦେଖେ, କିଏ କୋଉଠି ଅଛି କି, ଏପଟେ ବ୍ୟାଧ ଅଛି କି, ଏପଟେ ବାଘ ଅଛି କି, ଏପଟେ ଚିତା ଅଛି କି, କଣ କଣ ଆଖିରେ ପ୍ରାଣଟା ତାର ପଳେଇ ଗଲା ଭଳିଆ ହେଇଯାଏ। ଏଇଠି ବିଦର୍ଭୀଙ୍କର ଅବସ୍ଥା ମଧ୍ୟ ସେଇଆ ହେଲା। ସେ କେତେ କଥା, ସେ ସ୍ୱାମୀ ମୃତ ସ୍ୱାମୀ ତାଙ୍କର ଶବକୁ ବହୁତ କଥା କହିଲେ କ୍ଷତ୍ରିୟ ଧର୍ମ ଏନୁ ହୋଇ ଶତ୍ରୁ ହସିବେ ନିନ୍ଦା ବୋଇ। ମତେ କଣ ତମେ ଛାଡିକିରି ଏମିତି ପଳେଇବାଟା ଏଇଟା କ୍ଷତ୍ରିୟ ଧର୍ମ? ଶତ୍ରୁ ମାନେ ସବୁ ହସିବେ, ଟାହିଟାପରା କରିବେ। ଉଠ ଉଠ। ବଡ ସୁନ୍ଦର ଭାବରେ ଭଗବାନ ବ୍ୟାସ ଲେଖିଲେ ଏଠି। ବ୍ୟାସ ବହୁତ ସୁନ୍ଦର କଥା ଲେଖିଛନ୍ତି। ସେ କହୁଛନ୍ତି ତାଙ୍କର ସ୍ୱାମୀଙ୍କୁ, उत्तिष्ठ उत्तिष्ठ राजर्षे, उत्तिष्ठ उत्तिष्ठ राजर्षे इमाम उदधि में खलाम दस्युभ्य क्षत्र बंधुभ्य बिभ्यति पात बरसी। ए राजर्षि आप उठी पड़ू, उठंतु, कहीं वर्तमान ये जो इमाम उदधि मेखलाम, ये समुद्र कूल आसिक महापड़ मत बसई देती। ये समुद्र मेखलार बहुत गुड़े दस्यु, बहुत गुड़े क्षेत्र बंधु आमर शत्रु आसिक आमको आक्रमण करने जाऊँगी। आप उठंतु, कहीं उठब सी प्राण तो पलि सारी मन ध्वजर। सी जो तार आत्मा स्वयं निजर आत्मा को से परमात्मा लीन कर सारी, उठब कहीं। शेष में कौन कला, कला चितिंग दारुमयी चित्वा तस्यान पत्यु कले वरम आदित्य चानु मरणे विलपंती मनो दधे। जेते सी पूरापूरी विदर्भी देखीदेला जे आउ मल ध्वज नाहंती, से आउ ता मनटा को स्थिर करदेला। बड़ सुंदर कथा लिखिछंती एठी जगन्नाथ दास। जगन्नाथ दास कौन लिखिले, ए बन घरे संग नाही रोदन काल एनु होई। मन को बुझेला विदर्भी, कहला एटा कांदिबार समय नुहे, मो पाखर तो कई ना, मोर कर्तव्य कौन? ए मंत्र सधिरे तरुणी शुष्क इंधन बनवाणी चिता संयोगी बेगवंते से बने निर्जन एकांते स्वामी की तो ही निवेशिरा विधान विधाने मुखाग्नि से देला।
ଅନୁଗମନେ ଯିବା ପାଇଁ ବସିଲା ସ୍ୱାମୀ ପଦ ଧ୍ୟାଇ। ବାନପ୍ରସ୍ଥରେ କେବଳ ସ୍ୱାମୀ ଏବଂ ସ୍ତ୍ରୀ, ଦିଗଞ୍ଚାରଣ୍ୟ, ପାଖରେ କେହି ନାହିଁ। ସ୍ୱାମୀଙ୍କର ମୃତ୍ୟୁ ହେଇଛି, ସେ ସ୍ତ୍ରୀର ଅବସ୍ଥା କଣ ହଉଥିବ ଟିକେ ମନ ଭିତରେ ବିଚାର କରନ୍ତୁ। କିନ୍ତୁ ଭିତରେ ସେ ନିଜକୁ ପ୍ରବୋଧନ ଦେଲା, ବର୍ତ୍ତମାନ ଏଇଟା କାନ୍ଦିବାର ସମୟ ନୁହେଁ। ନା କାନ୍ଦିବି ନାହିଁ, ମୁଁ ତ ଜାଣୁଛି ଏଇଟା ସବୁ ମିଥ୍ୟା। ମୋ ସ୍ୱାମୀ ତ ନିଜକୁ ଲୀନ କରିଦେଲେ ପ୍ରଭୁତ୍ୱରେ, ମୁଁ ଆଉ କାହିଁ କାନ୍ଦିବି। ଏବଂ ସିଏ କଣ କଲା, ନିଜେ ଚିତା ସଂଗଠନ କଲା। ସେ ଚିତା ଆଣିକରି ସଜାଡ଼ିଲା। ଚିତିଂ ଦାରୁମୟୀ ଚିତ୍ୱା ତସ୍ୟାଂ ପତ୍ୟୁ କଲେବରଂ ଆଦିତ୍ୟ ଚାନୁମରଣ ବିଲପନ୍ତି ମନୋରଧେ। କାନ୍ଦି କାନ୍ଦି କରି ଚିତା ସଜେଇଦେଲା, ଚିତା ଉପରେ ସ୍ୱାମୀକୁ ଶୁଆଇଦେଲା, ନିଜେ ସେଇଥିରେ ଅଗ୍ନି ଦେଇଦେଲା ଏବଂ ତା ଉପରକୁ ଯାଇକରି ସତୀ ହେବା ପାଇଁ ଯେତେବେଳେ ଯାଉଛି ସେଇ ସମୟରେ ଗୋଟେ ବ୍ରାହ୍ମଣ ପହଞ୍ଚିଗଲା। ଦେଖନ୍ତୁ, ଏବଂ ସେ ବ୍ରାହ୍ମଣଟା କିଏ ପରେ କହିଛନ୍ତି। ସେଇ ବ୍ରାହ୍ମଣଟା ହଉଛନ୍ତି ପୁରଞ୍ଜନର, ଏଇ ସେଇ ବ୍ରାହ୍ମଣ ହଉଛନ୍ତି ସ୍ୱୟଂ ବିଷ୍ଣୁ, ସ୍ୱୟଂ ଈଶ୍ୱର ପରମେଶ୍ୱର। ତାଙ୍କର ନାଁ ହେଲା, ସେ ବ୍ରାହ୍ମଣ ନାଁ ହେଇଗଲା ଆତ୍ମଜ୍ଞାତ। ତାଙ୍କର ଆତ୍ମଜ୍ଞାନ ଥିବାରୁ ତାର ନାମ ଥିଲା ଆତ୍ମଜ୍ଞାତ। ସେ ଆତ୍ମଜ୍ଞାତ ନାମକ ବ୍ରାହ୍ମଣ ସଙ୍ଗେ ସଙ୍ଗେ ଆସିଗଲା, ଏଇ ରୁହ 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 ରୁହ, କହିଲେ କାତ୍ୱଙ୍କାସ୍ୟସି କୋବାୟମ୍ ଶୟାନୋଜସ୍ୟ ଶୋଚସି ଜାନାସି କିଂ ସଖାୟଂ ମାଂ ଜେନାଗ୍ରହେ ବିଚଚର୍ଥଃ। ରୁହ ରୁହ ରୁହ, बोला कात्वं, तमें किए, कात्वं किए, हेलो झिया तू किए, कस्या असी, कस्यासी, तू कार स्त्री, को बायम, ये किए, ये जो पकई पढ़े वर्तमान पढ़ा जाऊँ, ये किए, शयनम जस्य जिसकी सोई करी अच्छी सी किए, जार कथा चिंता करुचु कांदुचु सी किए। छाड़ छाड़, जाना सिके सखायं मा जेनाग्रे विजचर्थ। अरे मत सीधी पार्चु, जाना सिकिंग मत जानुचु, सखायं मां मु होजी तोर सखा, तोर बंधु बोल के मोर मने पड़ुची। जाना सिकिंग सखायं मां जेनाग्रे विचचर्थ। या पूर्वरु तू मो सहित केते विचरण करूलु, मो सहित चलाबुला करूलु, कथबार्ता होलु, आम खेलुले बुलुले, ये कौन मन नाई, कौन मन केमती पड़ो, मन पड़ा नहीं। सी कहला, अरे तू शुणी पार्नु, आम दिहे सखा थिले, मान सरोवर रे आम दुहे अंश थिले, तू मान सरोवर रे क्रीड़ारत हंस जीवात्मा, मु मान सरोवर कूल साक्षीभूत परमात्मा। मते देखुली तू मो साधनटा छाड़िक पलि आसिलु, ये पृथ्वी पृष्ठ रे तोर भोग करने, विषय भोग करने मत छाड़िक पलि आसिलु। आम दुहे हंस थिले, पलि आसिक कौन कलु, जाकर नारी मान द्वारा गोटे नारी द्वारा तैयारी गोटे नव द्वारा, प्रकृत नारी द्वारा तैयारी मनुष्य जन्म कौन हो, स्त्री गर्भ प्रसूत ना। तेणु से कहे नारी मान गोटे नारी द्वारा तैयारी गोटे नव द्वार पुर दे पाईगलु, से भीतर को पशिगलु, जाकि से भोग विलास मातिगलु। सेटा से कहे तुआम्भे कबेनी अंश ए मान सरोवरे बास, एबेनी अंश हंस होई से गृह छाड़ी न जाई। सहस्र जुग पर्यंत मानस रहिले कांते, तू मते छाड़ सेठारे मही भागरे प्रवेशी अमर्त्य मंडल। एथि देखिलु दिव्य स्थल, से पुरे एक नारी थिला जे तोर मनबंदी कला, एवं ता बसे नहे तो आयत्त मिथ्याभिलाषे प्रेम चित्त। ता बसवर्ती होकरी तू निजको आयत्त करि पारु नाही, मिथ्या आशा आकांक्षा ये जो आसक्ति रे सेठी रही करी से नगरटा केमती थिला, से नगरे पंच उपवन, बड़ सुंदर लिखाई जे नव द्वार सुशोभन। से नगरटा केमती थिला, से समान कथा। 5टा बगीचा थिला, से 5टा बगीचा किए
କହିବା ୟାକୁ ଟିକେ ପଢିଦିଏ। ସେ ନଗରେ ପଞ୍ଚ ପବନ ଯେ ନବଦ୍ୱାରେ ସୁଶୋଭନ ତହିଁ ଯେ ଏକ ଦ୍ୱାର ପାଳ ସେ ତ୍ରୟ କୋଷ୍ଟରେ ବିଶାଳ ଅପରେ ଅଛି କୂଳ ସଟ ବସଇ ଭଲେ ପଞ୍ଚ ହାଟ। এইটা ହିଁ ୟାର ତତ୍ଵ। ଏବଂ ପଞ୍ଚ ଯେ ପ୍ରକାରେ ପ୍ରକୃତି একই নারী রূপবতী আরাম তহিরে নিশ্চয় একই প্রাণ এ পঞ্চ ইন্দ্রিয়ଙ୍କ বিষୟ আরাম তহিরে নিশ্চয় একই প্রাণ তহি দ্বারি সে নব দ্বার রক্ষাকারী। পৃথিবী আপতে জমান একাশে তাহার সদন জ্ঞান ইন্দ্রিয় পঞ্চমন তহিরে শতকুল জান এ ক্রিয়া শক্তি তহি আট পঞ্চ বিষয় তহি বাট প্রকৃতি পঞ্চবিংশ গুণ সে রূপে এ হাট অভিযান এ পাপ পুণ্য কর্ম দুই ক্রয় বিক্রয় তহি হই। ଆସିକିରି ପହଞ୍ଚି ଗଲୁ ଗୋଟେ ନାରୀ ଦ୍ଵାରା ତିଆରି ହେଇଥିବା ଗୋଟେ ପୁର ଦେଖିଦେଲୁ। ସେଇ ପୁର କଣ? ସେଇ ପୁରରେ ଥିଲା 5ଟି ଉପବନ, 5ଟି ବଗିଚା। ସେ 5ଟି ବଗିଚା କିଏ? ପଞ୍ଚେନ୍ଦ୍ରିୟ। ସେଇ ପୁରରେ ଥିଲା 9ଟା ଦ୍ୱାର। ଆମେ ମାନେ ସମସ୍ତେ ଜାଣିଛେ ସେଇ ପୁରରେ 9ଟା ଦ୍ୱାର, 2 ଆଖି, 2 ନାକପଡ଼ା, 2 2 4, 2 କାନ 6, ମୁହଁ 7, 8, ପାୟୁ ଏବଂ আপনার উপস্থ ইয়ে হল 2 9 7 2 9। অন্য যে আপনার ব্রহ্মরন্ধ্র এবং নাভি কমল এই দুইটা দ্বার এটিকে আসু নাই, সেটা অন্য মানক পাই আমକୁ দেয়া হইছি এই নবদ্বার কথা। তেণু সেই নবদ্বার কথা আসিলা সেইতরে কিয়ে গোটে ଥିଲା দ্বারপাଳ, সেইতরে দ্বারপাଳ ଥିଲା ପ୍ରାଣ। କିଏ ସେ? সেই ପଞ୍ଚହି ପଞ୍ଚମସ୍ତକ ବିଶିଷ୍ଟ ଅହି ସର୍ପ ସେ ଥିଲା ଦ୍ୱାରପାଳ। ଏବଂ ସେଥିରେ 3ଟା ପାଚେରୀ ଥିଲେ। କିଏ କିଏ? ତେଜ ଜଳ ଆଉ ଅନ୍ନ। ସେଇଥିରେ ଲେଖିଛନ୍ତି ଭଗବାନ ତେଜ ଜଳ ଏବଂ ଅନ୍ନ ଏହିପରି ଭାବରେ ଥିଲେ ଆପଣଙ୍କର 3ଟି ପାଚେରୀ। ଆଉ ସେଥିରେ 6ଟା ବୈଶ୍ୟକୂଳ ଥିଲେ। 6ଟା ବୈଶ୍ୟକୂଳ କିଏ? ମନ ଏବଂ 5ଟା ଜ୍ଞାନେନ୍ଦ୍ରିୟ। ପଞ୍ଚମ ଜ୍ଞାନେନ୍ଦ୍ରିୟ ଅର୍ଥ ହେଲା ଘ୍ରାଣ ଦର୍ଶନ ଶ୍ରବଣ ରସନ ସ୍ପର୍ଶନ, ଏଇ 5 ଇନ୍ଦ୍ରିୟ ଏବଂ ମନ। এইମାନେ ଥିଲେ 6ଟା ବୈଶ୍ୟକୂଳ। ତାଙ୍କ ପାଖରେ ପୁଣି ଥିଲେ ବଜାର, 5ଟା ବଜାର ଥିଲେ। ସେ 5ଟା ବଜାର କି? କର୍ମେନ୍ଦ୍ରିୟ ହେଲା ବଜାର। 5ଟା ଯୋଗୁଦ ପାଦ ପାଣି ମୁଖ ଉପସ୍ଥ ଏ ଯୋଉ ଆମର 5ଟା ଯୋଉମାନେ କାମ କରନ୍ତି ସେମାନେ ହେଲେ ସେ କର୍ମେନ୍ଦ୍ରିୟ, ଇଏ ମାନେ ହେଲେ ବଜାର। ଏବଂ ପଞ୍ଚଭୂତ ହଉଛନ୍ତି ଉପାଦାନର କାରଣ। সেই ବଜାରରେ କଣ ସବୁ ମିଳୁଥିଲେ? ଏଇ ଯାହା ଯାହା ସବୁ ମିଳୁଥିଲେ ଏଇ ପଞ୍ଚଭୂତରୁ ଉଦ୍ଭୂତ ଜିନିଷ। ଏଇପରି ଭାବରେ ଏଇଥିରେ ପ୍ରକୃତରେ ଦେଖିବେ ୟାକୁ ମିଶେଇ ଗଲେ ଏଇଟା 34ଟା ହେଉଛି। ଏଇ 34ରୁ ନବଦ୍ୱାରକୁ ତ୍ୟାଗ କରିଦେଲେ ବାକି ରହିଲା 25। ସେଇ 25ଟା ହଉଛନ୍ତି ପ୍ରକୃତି। এইটা ସେଇଠି ଲେଖିଲେ ପଞ୍ଚବିଷୟ ତହିଁ ବାଟ ପ୍ରକୃତି ପଞ୍ଚବିଂଶ ଗୁଣ ସେ ରୂପେ ଏ ହାଟ ଅଭିଯାନ। এই ଯୋଉ ହାଟଟା ୟାର 25ଟା ପ୍ରକୃତି, ଏ ସବୁ ହଉଛନ୍ତି ସେଇ ଯୋଉ 34ରୁ 9 ଦ୍ୱାରଟାକୁ ଆପଣ ଫେରିଦେଲେ ବାକି ସବୁ 25 ହେଲେ। ଏବଂ କ୍ରୟ ବିକ୍ରୟ ତହିଁ ହୋଇ ଏ ପାପ ପୁଣ୍ୟ କର୍ମ ଦୁଇ। ସେଠାରେ କଣ ସେଇ ବଜାରରେ କଣ ବିକ୍ରୟ ହୁଏ? କଣ କ୍ରିୟା ହୁଏ? ପାପ ଏବଂ ପୁଣ୍ୟ। କର୍ମ କରିବ, ସେଇ କର୍ମରୁ 2ଟା ଜିନିଷ ହବ। ଗୋଟିଏ ପୁଣ୍ୟ ହେଇପାରେ ଏବଂ ଆଉ ଗୋଟେ ପାପ ହେଇପାରେ। ପାପ ଏବଂ ପୁଣ୍ୟ ବ୍ୟତୀତ ଆଉ ଅନ୍ୟ କିଛି ଦ୍ୱିତୀୟଟା କିଛି କିଣା ବିକା ହେଇପାରିବ ନାହିଁ। ଯାହା ଟକେଶ୍ୱରୀ ବୁଦ୍ଧି ଥିଲା ସେ ତୋର ମନ ବନ୍ଦୀ କଲା। ଏବଂ ସେ ଯୋଉ ଦେହର ସ୍ୱାମୀ ହେଲା ବୁଦ୍ଧି, ସେଇ ଯୋଉ ଦେହ ତାର ସ୍ୱାମିନୀ ତାର ମାଲିକାଣୀ ହେଉଛି ବୁଦ୍ଧି। ସେଇ ବୁଦ୍ଧି ତୋର ମନଟାକୁ ବନ୍ଦୀ କରିଦେଲା। ତୁ ଭୋଗ କଲୁ ତାକୁ ତହିଁ ମୋତେ ତୁ ସମ୍ପାଦିଲୁ ନାହିଁ। ଏ ମନ ଏକାନ୍ତେ ନାରୀ ସଙ୍ଗ କଲୁ ଏ ପାପ ଦଶା ତୁ ଭୋଗିଲୁ। ମଣିଷର ଦୋଷ, ଏ ନାରୀର ଦୋଷ ନାହିଁ। ତେଣୁ କାହାକୁ କି ପ୍ରକାର ବ୍ୟବହାର କରିବେ? ଆପଣଙ୍କୁ ଖାଇବାକୁ ମିଳିଛି, ଖାଲି ବସିକିରି ଖାଉଥିବେ, ଖାଇ ଖାଇକି ପେଟଟା ଫାଟିବ ଏଥିରେ କହିବାର କଣ ଅଛି? ଖାଲି ବସିକିରି ଖାଉଥିବେ, ମୋ ଭଲ ଲାଗୁଛି, ବଢିଆ ଲାଗୁଛି, ଖାଉଥା। ଏବଂ ଶେଷରେ ସମୟ ଆସିବ ଏ ଉଦରଟା ପୁରାପୁରି ଫାଟିଯିବ, ଏକା ଫାଟିଯିବ। ସେଇଆ ତୋର ହେଲା। ଏବଂ ବର୍ତ୍ତମାନ ନୋହୁ ତୁ, କିନ୍ତୁ ଗୋଟେ କଥା ଜାଣୁଛୁ, ସିଏ କରୁଛି ବିଦର୍ଭୀ, ମୁଁ କିଏ? ଆରେ ତୁ କଣ ଭାବୁଛୁ? ତୁ ସ୍ତ୍ରୀ, ତୁ ତା ସ୍ତ୍ରୀ ନ ହଉ, ତୁ ବିଦର୍ଭୀ ନ ହଉ,
तू विदर्भी नुह कि पुरंजन मध्य नथिलु तू पूर्व जन्म पुरंजन थिलु वर्तमान विदर्भी हेलु अर्थात तो पुरुष थिलु वर्तमान स्त्री हेलु अर्थात जंजम बापी स्मरण भावम त्यजत्यन्ते कलेवरम से समय स्त्री 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 कथा विचार करी आज स्त्री है मोर वर्तमान तू भी स्त्री नुह तू जीए मुंह से तत् तुम तत्सीए तू सोहम तत्तमसी सह अहम से हूँ मु से हूँ तू अर्थात तू आ मु समान तू जीवात्मा मु परमात्मा तू अक्षर मो पुरुषोत्तम तू क्षर भी न तू तो निज को क्षर बोलिक विचार करमतिया हो घाटी चकटी मरचु मु कौन करी तेणु एते गुड़ा कथा विदर्भी को सी बुझेले से ब्राह्मण कहीं नोह तू पुरंजनी पति जा लागी तोरा दुर्गति थे पुरंजनी पति पुरंजन नोह तू पुरंजन ता अर्थ मु करी एहु माया पुरुष प्रकृति रे जाया मु ये सब माया करछि पुरुष किए प्रकृति की ये गोटे अंगरु सतरूप है गोटे अंगरु स्वयं ए गोटे अंगरु पुरुष एवं गोटे अंगरु प्रकृति अलगा अलगा कहीं नुहति गोटे आत्मा मुझे उभय को जन्म देछि एवं छाड़े मोहाया मोहमती आंबे बेनी हंस संगति ये तुम्भ आंभ नुहे भिन्न ये बेनी एक चिन्ह जेबा पंडित ज्ञानमती ए बेनी भेद न करती ये जो बेनी प्रकृति एवं पुरुष को कई भेदा भेद करती ना पंडित व्यक्ति जे राधा से श्री कृष्ण जे राधा से श्री कृष्ण जे गोपी से भगवान वासुदेव तांको भितर भेदा भेद नहीं तेणु तो राधा एवं कृष्ण होते अभेद एक आत्मा गोटे आत्मा को तुम जब विभिन्न आखिरे विभिन्न रंग लगे विभिन्न रंग चश्मा लगे देख किए कौन कर किंतु सी होती एक आत्मा अज्ञान ज्ञान धर्म भेद अविद्या एवं यहाँ कहीं अज्ञान ज्ञान धर्म भेद प्रकृति अज्ञानता ये सब हो ज्ञान जो अज्ञानता प्रवेश कर जाऊँगी ये विभिन्न कथा को आमको अलग अलग दिशुची गोटे आखिरे गोटे जिनस दीटा आखिरे गोटे जिन गोटे दिशबार कथा से गोटे जिनस आखि जड़का मारिगले 4टा 5टा 6टा जिनटा दिशे से अज्ञान और ज्ञान सहित अज्ञान मिसिक से भाया दिशुची और अविद्या विद्या खेद अविद्या कहले मूर्खामी जड़त्व विद्या हूँ ज्ञान एवं एक अविद्या विद्या रे खेद जेन्हे मुकुरे रेखे बही मुकुर कहले दर्पण देने मुकुरे देखे देही एक ही अंग दिशे दुई देही ये देही नोस्मिन यथा देही कौमारम यौवनम जरा ये देही निजर मुख दर्पण रे गोटे सी एकमात्र किंतु दीटा भलिया दिशे दर्पण रे गोटे अच्छी एपटे गोटे अच्छी किंतु दर्पणटा मिथ्या से भली तू आ जो अलग अलग विचार कर मिथ्या तू जहा मु ताहा आम हूँ एक एमंत भेद विशेष ए मुकुट नथिले न दिशे एमंत ए भेद विशेष नारद कहते सदय सुर प्राचीन पढ़ाए ये जे अध्यात्म दिव्य ज्ञान कहलु परोक्षवाद सर्वप्रथम आप कहते परोक्षवाद कौन मु कहले ये शुण प्राचीन नृपराय हे प्राचीन बरही कहले नारद मु तुमको यहाँ परोक्ष रूप से कहती सीधा सड़क दक्षिण कहीकि जोटा कि मु प्रथमे कहली भगवान श्रीकृष्ण को सीधा सड़क कथा भल लगे ना उदाहरण छल परोक्ष भाव जदि महिमा मंडन करा जाए से खुशी हुई से आम खाली कहवा दयालु ना केवल दयालु कहीदे हम आम कह से एमती दयालु जे मृगुणी चारि पार्श्व गोटे पार्श्व निआ लगी और गोटे पार्श्व कुकुर दीटा जगिक अच्छा और गोटे पार्श्व साप जगिक अच्छी एवं आ गोटे पार्श्व स्वयं व्याध स्वरटा को धरिक ठिया मृगुड़ी कौन कला भगवान को डाकीदेला निराश्रयम जगदीश रक्षा मोर कही ना मोर गर्भरे छुआ अच्छी सांगे दीटा छुआ अच्छी मत रक्षा कर एवं से ही समय प्रचंड घरे हरीश इंद्र को आदेश भगवान वर्षा कर दियो अग्नि लिभि जाओ
ବ୍ୟାଧ ପାଖକୁ ପକେଇଦେଲେ ସର୍ପଟିଏ ଯାହା ତାକୁ କାଟିଦେ, ସାପକୁ ବ୍ୟାଧକୁ ସାପ ବ୍ୟାଧକୁ କାଟିଦେଲା, ମରିଗଲା, ଅଗ୍ନି ଲିଭିଗଲା, ପ୍ରଚଣ୍ଡ ବାତରେ ଗୋଟେ ପାଖରେ ଜାଲ ଛିଣ୍ଡିଗଲା। ଏଇଟା ତ ଭଗବାନଙ୍କର ଦୟା। ଏଇ ଦୟାକୁ ବର୍ଣ୍ଣନା କଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଏଇଟା ହେଲା ପରୋକ୍ଷବାଦନ, এইটা হলো পরোক্ষবাদন, প্রত্যক্ষবাদন নহে। তেଣୁ ସିଏ ନାରଦ କହିଲେ ମୁଁ ତତେ ପରୋକ୍ଷରେ ଏଇ କଥା ଶୁଣିଲି ପ୍ରାଚୀନ ବହି, ତତେ ଆଜି ଯୋଉ ପୁରଞ୍ଜନ ଉପାଖ୍ୟାନ କହିଲି ଏଥିରୁ ଯାହା ବୁଝିଛୁ ବୁଝୁ, ନହେଲେ ତ ଜୁଝୁ। କଣ ବୁଝିଲୁ? ତୁ ବର୍ତ୍ତମାନ କଣ ଥିଲୁ, କଣ ଅଛୁ, ପୁରଞ୍ଜନ କଣ ଥିଲା, କଣ ହେଲା, ତୁ କଣ ହେବା ପାଇଁ ଚାହୁଁଛୁ? ତୁ ତ ସ୍ତ୍ରୀର ନାଁ ଧରି ଧରିକିରି ପରବର୍ତ୍ତୀ ଅବସ୍ଥାରେ ବିଦର୍ଭ ଆଉ କୋଉଠି ଯାଇକିରି ସ୍ତ୍ରୀଟିଏ ଜନ୍ମ ଗ୍ରହଣ କରିକିରି ପୁଣି ବିଷୟ ଜଞ୍ଜାଳରେ ଧାରୀ ହେଇକିରି ମରିବା ପାଇଁ ଚାହୁଁଛୁ, ନା ତାଙ୍କର ଶରଣାଗତିରେ ଆସିବା ପାଇଁ ଚାହୁଁଛୁ? ସେଇଟା ତୁ ନିଜେ ଚେଷ୍ଟା କର, ସ୍ଥିର କର। ଏଣୁ ଯେ କହିଲୁ ଚାତୁରୀ ପରୋକ୍ଷବାଦ ପ୍ରିୟ ହରି ଚତୁର୍ଥ ସ୍କନ୍ଧେ ଭାଗବତ ଏ ପୁରଞ୍ଜନ ରଚରିତ। ଏ ଅଷ୍ଟାବିଂଶତି ଅଧ୍ୟାୟରେ ପ୍ରାକୃତ ଭାଷା ଏ ପ୍ରକାର ଏହା ଶ୍ରବଣ ପ୍ରାଣୀଙ୍କର ଖଣ୍ଡି ବହୁ ଦୁଃଖ ଗୌର ସନ୍ଥ ଚରଣ ଦେଇ ଚିତ୍ତକ ବନେଇକି ପ୍ରଜଗନ୍ନାଥ। ଏବଂ ପ୍ରାଚୀନ ବଢିକୁ ନାରଦ ଏଇଠି କହିଲେ ପରବର୍ତ୍ତୀ ଅବସ୍ଥାରେ ପ୍ରାଚୀନ ବଢି କଣ କଲା, କଣ କରିବ, ସେଇଟା 19 ଅଧ୍ୟାୟରେ। ଏ ଯୋଉ 24 ଅଧ୍ୟାୟରୁ ବର୍ତ୍ତମାନର 28 ଅଷ୍ଟାବିଂଶ ଅଧ୍ୟାୟ ପର୍ଯ୍ୟନ୍ତ ଯାହା ସବୁ ଏ ଭିତରେ କଥନ ଘଟଣା ହେଇଛି, ତାର ପ୍ରକୃତ ତତ୍ଵ ଆଗାମୀ କାଲି ପଣ୍ଡିତ ରବିରଞ୍ଜନ ତ୍ରିପାଠୀଙ୍କ ମୁଖରୁ ଆମେ ନିଶ୍ଚିତ ଭାବରେ ଶୁଣିବା ଏବଂ ସେତିକି ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ରହିବା। ଏତିକିରି ଇଏ ମୂଢ ଏଇ ଯୋଉ ତାର ମୁଣ୍ଡରେ ଯାହା ଆସିଲା ତାକୁ ଆପଣ ମାନଙ୍କର ସମକ୍ଷରେ ଉପସ୍ଥାପନ କରିକିରି ଏଥିରେ ବାଣୀଟାକୁ ବିରାମ ଦେଉଛି। ନବ ବ୍ରହ୍ମଣ୍ୟ ଦେବାୟ ଗो ବ୍ରହ୍ମଣିତାୟ ଜଗତ ହିତାୟ କୃଷ୍ଣାୟ ଗୋବିନ୍ଦାୟ ନମଃ ନମଃ। ହରି ଓମ୍ ତତ୍ସତ୍, ହରି ଓମ୍ ତତ୍ସତ୍, ହରି ଓମ୍, ହରି ଓମ୍। ହରିଓମ। ପ୍ରଣାମ ପ୍ରଣାମ ବାବା, ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବି। ଯାହା ହଉ ଆମେ ପଞ୍ଚବିଂଶ ଅଧ୍ୟାୟରୁ ଏ ପର୍ଯ୍ୟନ୍ତ ଅଷ୍ଟାବିଂଶ ଅଧ୍ୟାୟ 29 ଅଧ୍ୟାୟରେ ବୋଧହୁଏ ସରିଯିବ ପୁରଞ୍ଜନଙ୍କର ଉପାଖ୍ୟାନଟି। ଆଉ ନାରଦ ମହର୍ଷି ଯେଉଁଭଳି ଭାବରେ ପ୍ରାଚୀନ ବହିକୁ କହି ଚାଲିଛନ୍ତି, ଏ ମାଧ୍ୟମରେ ଏ ଜଗତର ସବୁ ଲୋକମାନଙ୍କୁ ମଧ୍ୟ ସେ ଦିଗ୍ଦର୍ଶନ ଦେବା ପାଇଁ ଯାଇଛନ୍ତି। ଆଉ ଜୀବନ ଦର୍ଶନର କଥା କହିଛନ୍ତି, ସତ୍ମାର୍ଗର କଥା କହିଛନ୍ତି, ଯାହା ଆପଣମାନେ ଆମକୁ କହୁଛନ୍ତି, କିଛି ମାର୍ଗଦର୍ଶନ କରୁଛନ୍ତି ଆଉ ସତ୍ପଥ ଦେଖେଇବାର ପ୍ରୟାସ କରିଛନ୍ତି। ଆପଣଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବି। ଆଜିର ଆଲୋଚନା ଅତ୍ୟନ୍ତ ମନମୁଗ୍ଧକର ଥିଲା। ଇଂରାଜୀ ନବବର୍ଷର ପ୍ରଥମ ସନ୍ଧ୍ୟାରେ, ଆମର 109ତମ ଶ୍ରୀମଦ୍ ଭଗବତୀୟ ସନ୍ଧ୍ୟାରେ ଆଜି ପୁରଞ୍ଜନକୁ ଯେଉଁଭଳି ଭାବରେ ନାରଦ କହି ଚାଲିଛନ୍ତି, ଅତି ଚମତ୍କାର ଭାବରେ ଆପଣ ତାକୁ ସଂସ୍କୃତ ଆଉ ଓଡ଼ିଆ ଭାଗବତକୁ ମିଶାମିଶି କରି ଆପଣ କହିଥିଲେ। ଗୀତା କଥା ବି ତା ଭିତରେ ଉଠେଇଛନ୍ତି। ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରିବି, ପ୍ରଣାମ ନିବେଦନ ରଖୁଛି। ଆମ ସହିତ ଉପସ୍ଥିତ ଅଛନ୍ତି ପୂଜ୍ୟ ଗବେଷକ ପଣ୍ଡିତ ଶ୍ରୀଯୁକ୍ତ ପଦ୍ମନାଭ ପାଣିଗ୍ରାହୀ ଆଜ୍ଞା। ଆଜି ସେ ଗୋଟିଏ ଗୀତା କାର୍ଯ୍ୟକ୍ରମରେ ବି ଥିଲେ, ଏବେ ଫେରିଛନ୍ତି। ମୁଁ ନିବେଦନ ରଖିବି ସେ ବିପଦ କଥା ରଖିବେ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ। नमस्ते अनंताय सहस्रमूर्तये सहस्रपादाकी चिरोरुबाहवे सहस्रनामे पुरुषाय शाश्वते सहस्रकोटि युगधारिणे नमः। मुखं करोति वाचालं पंगुलं घयते गिरि यत्कृपा तमहं वन्दे परमानंद माधवम्। अनंत कोटि ब्रह्मांडर नायक भगवान श्रीकृष्णଙ୍କର ପଦକମଳରେ ଏ ଅଧ୍ୟମର ଅନନ୍ତ କୋଟି ପ୍ରଣାମ। ସାହିତ୍ୟ ବନ୍ଧୁ ପରିବାରର ସମସ୍ତ ଜ୍ଞାନୀ ଗୁଣୀ ବିଦ୍ୱାନ କବି କବୟିତ୍ରୀ ସାହିତ୍ୟିକ ସମସ୍ତଙ୍କୁ ମୋର ସାରସ୍ୱତ ପ୍ରଣାମ। ସଭାପତି ସମ୍ପାଦିକା ମହୋଦୟା ଏବଂ ଆଜିର ଯେ ପ୍ରବକ୍ତା ପଣ୍ଡିତ ଶ୍ୟାମସୁନ୍ଦର ଦାସ ମହୋଦୟ ସମସ୍ତଙ୍କୁ ମଧ୍ୟ ମୋର ସାରସ୍ୱତ ପ୍ରଣାମ। ଏହି ନବବର୍ଷର ହାର୍ଦ୍ଦିକ ସମ୍ବର୍ଦ୍ଧନା ଏବଂ ସ୍ୱାଗତ ଅଭିନନ୍ଦନ। ଏହି ନୂତନ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହଉ, କଲ୍ୟାଣମୟ ହଉ। ଜୟ ଜଗନ୍ନାଥ। ମୁଁ
ଟିକେ ବିଳମ୍ବରେ ଆସି ପହଞ୍ଚିଲି ଆଉ ବାଧ୍ୟ ହୋଇ ମୁଁ ସାଙ୍ଗେ ସାଙ୍ଗେ ଆଉ ମୋର ପୋଷାକ ବାହାର କରି ସାଙ୍ଗେ ସାଙ୍ଗେ ମୁଁ ବସିଗଲି। ତାକୁ ଦେଖିଲା ଆରମ୍ଭ କଲା ବେଳକୁ ଆମର ପଣ୍ଡିତ ଶ୍ୟାମସୁନ୍ଦର ଦାସ ମହୋଦୟ ମୋର ଅତି ପ୍ରିୟ। ସେ ତାଙ୍କର କଥାବାର୍ତ୍ତା ଏତେ ଭଲ ଲାଗେ ଶୁଣିବାକୁ। ସେ ଯେତେବେଳେ କଥାବାର୍ତ୍ତା କରନ୍ତି, ଯେତେବେଳେ ଭକ୍ତି ଭାବ କଥା ପଡ଼ିଯାଏ, ପ୍ରେମ ଭକ୍ତି କଥା ପଡ଼ିଯାଏ, ସେ ଏଭଳି ଭାବରେ ବିହଳିତ ହେଇଯାଆନ୍ତି। ମୁଁ ସଦାବେଳେ କହେ ତାଙ୍କ ସେ ଆମକୁ ଟିକେ ଟିକେ ଦେଇଦିଅନ୍ତୁ। ସେ ଭାବ ଆସୁନି, ସେ ଭାବ ମୋର ଯେତେବେଳେ ଆସୁଛି ମୁଁ ଲକ୍ଷ୍ୟ କରୁଛି ମୁଁ ଖାଲି ଗୋଡେଇକିରି ଖାଇ ଦୌଡ଼ିକି ପଳଉଛି। ସେ ଭାବରେ ମୁଁ ଆଉ ଟିକେ ରହିପାରୁନି। ତେଣୁ ଯାହା ହଉ ଅଶେଷ ଅଶେଷ ଧନ୍ୟବାଦ। ମୁଁ ଆସିଲା ବେଳକୁ ଆରମ୍ଭ କରିଥିଲେ ଯେ ଏଇ ଯୋଉ ଆସିଥିଲୁ ଏକା ବାପା ଯିବୁ ଏକା, ସେଇ ଯୋଉ ଜନ୍ମ ମୃତ୍ୟୁ ରହସ୍ୟକୁ ସେ କହୁଥିଲେ। ଆସିବା ବେଳରେ ଏକା ରେ କୁମର, ଯିବା ବେଳେ ଯିବୁ ଏକା, ଯିବା ବେଳେ ତୋର ସଙ୍ଗେ କେ ନ ଯିବେ, ଧର୍ମ ଥିଲେ ହେଉ ସଖା, ଯଦି ଧର୍ମ ଥିବ ତାହେଲେ ତୋର ସଖା ହବ। ଏଇ କଥାକୁ କେଡେ ସୁନ୍ଦର ଭାବରେ ସେ କହୁଥିଲେ ବୁଝେଇକିରି ପୁରନ୍ଦର ଉପାଖ୍ୟାନ। ଏ ଯୋଉ ପୁରନ୍ଦର ଉପାଖ୍ୟାନ ହଉଛି ଶରୀର ତତ୍ଵ, ଏଇ ଜଗତର ତତ୍ଵ, ସମ୍ପୂର୍ଣ୍ଣ ଶରୀର ତତ୍ଵ, ଜଗତର ତତ୍ଵ। ପୁରନ୍ଦର ହେଲେ ଜୀବ, ଯେ ଯୋଉ ଆତ୍ମ ଜ୍ଞାନ ବାଲା ଆସିଲେ ତାଙ୍କର ବନ୍ଧୁ, ସିଏ ହେଲେ ପରମାତ୍ମା। ଆମକୁ ସେ ପରମାତ୍ମା ମଝିରେ ମଝିରେ ଆମକୁ ନିର୍ଦ୍ଦେଶ ଦଉଛନ୍ତି, ଆରେ ବାପା ଏ ସଂସାର ହଉଛି ଏଇଭଳି ଦୁଃଖମୟ କଷ୍ଟମୟ, ତୁ ଯାହା କରିବୁ ତୁ ସେଥିରେ ଜଗି ରଖି ଚଳେ। କିନ୍ତୁ ଆମେ ତାକୁ ଶୁଣୁନାହୁଁ। ଆମେ କାମିନୀ କାଞ୍ଚନ ଧନ୍ଦାରେ ମାତି ଯାଉ। ତେଣୁକରି କାମିନୀ ଧନ୍ଦାରେ ମାତିଲେ ଆମେ କାମିନୀ ହେଇ ଜନ୍ମ ହଉଛୁ। ସେଇଥିପାଇଁ ଅର୍ଥ ଅର୍ଥ ହେଇକିରି ହେଲେ ଆମେ ଭଗବାନ କଣ ହଉଛନ୍ତି। ଯେତେବେଳେ କର୍ଣ୍ଣ କଣ କରିଥିଲେ, ବହୁତ ଦାନ କରିଥିଲେ, ବହୁତ ଦାନ, ସେମିତି ଦାନୀ କେହି ନାହିଁ। କିନ୍ତୁ ଯମପୁରକୁ ଯେତେବେଳେ ଗଲେ ତାଙ୍କୁ ସେଇ ଧନ ସମ୍ପଦ ଟଙ୍କା ସୁନା ସବୁ ଦିଆଗଲା, ଯାହା ଖାଇଲେ। ନା କଣ ମତେ ଅନ୍ନ ଦଉନାହାନ୍ତି ଖାଇବାକୁ? ନା ତୁ ପରା ଅନ୍ନ ଦେଇନୁ, ତୁ ବ୍ରାହ୍ମଣ ଭୋଜନ କରେଇନୁ। ତେଣୁ ନା ତାହେଲେ ହେ ଯମରାଜ ମତେ କ୍ଷମା କରନ୍ତୁ, 14 ଦିନ ପାଇଁ ମତେ ସଂସାରକୁ ଟିକେ ପଠେଇ ଦିଅନ୍ତୁ। ପଠେଇଦେଲେ ସଂସାରକୁ 14 ଦିନ ବ୍ରାହ୍ମଣ ଭୋଜନ ଆଉ ଅନ୍ନ ଦାନ ଦେବାରୁ ସେ ମୁକ୍ତି ପାଇଲେ। ତେଣୁ ସେଥିରୁ କେହି ମୁକ୍ତି ପାଇପାରିବେନି। ଯୋଉ କଥାଟା କଣ କହୁଥିଲେ, ପ୍ରାଣ ପ୍ରୟାଣ ସମୟ କଫବାତ ପୀତ। ଆରେ ଯଦି ଆଗରୁ ନ ଭଜିଥିବୁ, ମଲା ବେଳେ ତ ଘଡ 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 ହଉଛୁ, ଶୁଖା ଖଡ ଖଡ, ମିଛ ମାୟାରେ ହଉଛୁ ହଡବଡ। ତେଣୁ ହଉଥିବୁ ସେତେବେଳେ ତତେ କଣ ଆଉ ଠାକୁରଙ୍କ ନାଁ ଡାକି ପାରିବୁ କି? ସେଇ କଥାଟାକୁ ସୁନ୍ଦର ଭାବରେ ସେ କହିଥିଲେ। ଯେତେ ଯଜ୍ଞ କରୁଥା, ଯେତେ ତପ କରୁଥା, ଯେତେ ଦାନ କରୁଥା, କିଛି କାମ ହବନି। काल निश्चय तो टाणिब टाणिब। तेणु जब तू आया जग में जग हंसा तू रोया, ऐसे काम कर चलो, तू हंसा जग रोया। तू एमती काम